तुम पथरे मंगल वर्षा हो मंगल वर्षा हो आशीर्वाद करदेले आशीर्वाद करदेले युवराज रघु गुरुजन मान को प्रणाम करछंती गुरुजन माने आशीर्वाद कले समय नहीं पुओ रघु को अश्वरक्षक भाव नियुक्ति दिया गला बही होची रघुवंश महाकाव्य कवि हेले महाकवि कालिदास कहले निजुज्यता होम तुरंग रक्षणे धनुर्धर राज सुतैरनुद्र तुम अपूर्ण मेकेन शतक्रतुपमम् ये शतक्रतु नाम पविघ्न मापसः महाकवि कालिदास आज्ञा रघुवंश महाकाव्य कहले कौन कहले निजुज्यता होम तुरंग रक्षणे रक्षणे धनुर्धर राजसुतई धनुर्धर राजसुत जे कि रघु आज्ञा तांकु निजुज्यता नियुक्ति दिया गला अच्छा कहार ना ए अश्व रक्षक हैं आज्ञा निजुज्यता होम तुरंग आज्ञा होम बोले यज्ञ तुरंग बोले अश्व यज्ञ अश्वर रक्षक भाव रे युवराज रघु को नियुक्ति दिया गला बेस बुझिला आज्ञा रघु वर्तमान अश्व रक्षक हां केवल एका रघु जीवेनी रघुଙ୍କ संगरे किछि सैन्य सामंत मध्य जीवे जीवे अश्वटा 12 वर्ष काल बाहर बुलिबो आज्ञा साउरे आज्ञा आउ देरी करना अश्वटा को वर्तमान बाहर कर दबा बाहरिबाऊ हैं आज्ञा अश्व वर्तमान बाहरला बाहरिबो राज्य रे बाहरलाऊ राज्य रे बाहरला आज्ञा ये अश्व पछरे युवराज रघु आज्ञा सैन्य माने सब अछंती बेस अश्व जोठी ठिया हबो ए माने ठिया हबे अश्व जोठी सोइबो ए माने सोइबे सोइबी हैं तू ता पछ पछे माने जिबे हां अश्व बाहरला आज्ञा हैं कोला धीर बर कौतुकी ये डेरी बे श्रवण तेरी बेश्रवण अरे धीर बर कौतुकी तेरी बेश्रवण तेरी बेश्रवण अरे जहाँ जहाँ न्याय देव आलोचना देव आलोचना अब जहाँ जहाँ न्याय देव आलोचना देव आलोचना बाबूरे आज्ञा अश्ववर्तन बाहरी बेस अश्वरक्षक मैंने पछ पछ जाउछंती मुख्य अच्छा रघु आज्ञा हैं अश्वरक्षक अश्व चलला आज्ञा गोटा पद छांद आनिबा हां हैं आज्ञा नले हबो कि? ना ना हैं हां राग होची आहारी आहारी युवराज रघु जाउछंती अश्व जाउछि जाउछि गोटा पद आहा हा हैं हां कोला स्वर्ग इंद्र पद स्वर्ग इंद्र पद पाइबा पाई आज्ञा आज्ञा कोला स्वर्ग इंद्र पद पाई से दिल्ली पाऊं स्वर्ग ये पाई से दिल्ली पाऊं आरंभे जागो स्वामी अरे आरंभे जागो सबे धरे भोला आरंभे जागो सबे धर आउ चाले जो बाजी
ପାରିଲେ ପରା ପାଲା ନ ପାରିଲେ ଅଧାରୁ ମଲା। କଥାରେ ନାହିଁ ଭାଇ ତ ବସୁଛନ୍ତି ପାରିଲେ ପାଲା ଆଜ୍ଞା ଯେ ନ ପାରିବ ସେ ମଲା ମଲା ର ଆଜି ଟିକେ ମଟନ କହିଥବ ନହେଲେ ଏତେ ପରିଶ୍ରମ କିଏ କରିବ? ନାଇଁ ଆରେ ମୁଖରେ ଗୋଟା କଥା କହିବା ଆଜ୍ଞା ଯାର ଆଚରଣ ଉଚ୍ଚାରଣ ଠିକ ନାହିଁ ଆଜ୍ଞା ସେ ପାଲା ଗାଇବା ପାଇଁ ଯୋଗ୍ୟ ନୁହଁ। କଣ କହୁଛ? ହେଁ ହଁ ଆଜି ମୁଁ ସତ କହିବା ପାଇଁ ବାଧ୍ୟ ହେଉଛି ତ ୟୁଟ୍ୟୁବ ଚ୍ୟାନେଲ ସବୁ ଲାଗିଛି ଆଜ୍ଞା ହୁଏତ ଓଡ଼ିଶାର ଆଜ୍ଞା କେତେକ ଗାୟକ ହଁ ଇଏ କ'ଣ କରୁଛନ୍ତି ଆଜ୍ଞା ମଞ୍ଚ ଉପରେ ଯାହା ଉଚ୍ଚାରଣ କରନ୍ତି ଆଚରଣରେ ତାଙ୍କର ସମ୍ପୂର୍ଣ୍ଣ ଭିନ୍ନ। ଫେନା ଫେନା ମଞ୍ଚରେ ଯାହା କହନ୍ତି ଇଚ୍ଛା ସେ କରନ୍ତିନି। ନା ମଞ୍ଚରେ କହିବେ ଆମିଷ ଖାନା ମଦ୍ୟପାନ କରନା ଆଜ୍ଞା ଇତ୍ୟାଦି କଥା କରନା ହଁ କିନ୍ତୁ ଓଲଟାଟା ଆଜ୍ଞା ତାଙ୍କର ବାହାରେ ଓଲଟା ଓଲଟା ହେଁ ଆଜ୍ଞା ଭଲ ମନ୍ଦ ଦିନ ସେ ମାନନ୍ତିନି ଏମିତି କେତେ ଗାୟକ ଅଛନ୍ତି ଆଜ୍ଞା ର ର ଭଲ ମନ୍ଦ ଦିନ ମଧ୍ୟ ମାନନ୍ତିନି ଆଜ୍ଞା ଭଲ ମନ୍ଦ ଦିନରେ ମଧ୍ୟ ଆମିଷ ଖାଇବେ। ହଁ ମନେ କରନ୍ତୁ ଆମେ ଜଣେ ଯାଇଥିବା ଜଣଙ୍କର 16 ପାଲା ହେଉଥିବ ସତ୍ୟନାରାୟଣ ପୂଜା ଆଜ୍ଞା ତାଙ୍କ ଘରେ ସେଦିନ କେହି ଆଜ୍ଞା ଆମିଷ ବା ଅରୁଆ ଉଷୁନା ନଥିବ ନଥିବ ସିଏ ଅରୁଆ କରିଥିବେ ଆଜ୍ଞା ଇଏ ପାଲା ବାଲା ଯିବେ ସେଠି କହିବେ ଆଜ୍ଞା ଆମିଷ ନହେଲେ ଆମକୁ ଖାଦ୍ୟ ରୁଚିବନି ଜୀବନେ ଆଉ ଆମ ପାଇଁ ଚିକନ କଷା ହଉଛି ଆଜ୍ଞା ସାର୍ ଏମିତି ଆଜ୍ଞା ଆପଣ ଅନୁଭବ ଏ କଥା କରିଛନ୍ତି। ହଁ ତେବେ ଆଜ୍ଞା ଆମେ ଯାହା ଉଚ୍ଚାରଣ କରୁଛେ ତା ଆଚରଣକୁ ଆଣୁଛେ ନା ନା ଯାହାର ଉଚ୍ଚାରଣ ଆଚରଣ ଠିକ ନାହିଁ ବେଶ ଇଏ ପବିତ୍ର ପାଲା ଗାଇବା ହୁଏତ ମୋର କହିବା କଥା ସେଟା କେତେ ଦୂର ଯୁକ୍ତିଯୁକ୍ତ ଆଜ୍ଞା ଆଜ୍ଞା ପାଲା ଗାଇବାଟା ଠିକ ହେବନି। ନା ନା ତେଣୁ ଯେତିକି ଆମେ ପାରିବା ଆମେ ଆମ ଘରେ ନେଇକି ମଟନ ରୋଷେଇ କଲେ କିଏ ମନା କରୁଛି ନା ତୁମେ ବାହାରେ ଖାଉନ ହଁ କିନ୍ତୁ ଯୋଉଠିକି ଆମେ ଆସିବା ଆଜ୍ଞା ସେଠି ତ ଆଜ୍ଞା କଥାଟା ଠିକ ପାଳନ କରିବାକୁ ପଡ଼ିବ ନା ନାହିଁ। ପଡ଼ିବ ଆଉ ଆଜିକାଲି ପାଲାବାଲାଙ୍କୁ ଠିକ ସମ୍ମାନ ଦିଆଯାଉନି କ'ଣ ପାଇଁ ତାଙ୍କ ଆଚରଣ ଉଚ୍ଚାରଣ ଠିକ ରହୁନି। ଆଜ୍ଞା ଆଜ୍ଞା ସତ୍ୟ କଥା କିଏ କ'ଣ ଭାବିଲେ ଭାବ ହଁ, ହଉ ଆଜ୍ଞା ସାଉରେ ଆଜ୍ଞା ତେଣୁ କଥା ହେଲା କ'ଣ ହଁ ନା ସ୍ୱର୍ଗେ ଇନ୍ଦ୍ରପଦ ପାଇଁ ସେ ଦିଲ୍ଲୀପ ଆରମ୍ଭେ ଜାଗ ଅଶ୍ୱମେଧ ମେଧ ସ୍ୱର୍ଗରେ ଇନ୍ଦ୍ର ହେବା ପାଇଁ ମହାରାଜା ଦିଲ୍ଲୀପ ଏ ଅଶ୍ୱମେଧ ଜାଗ ଆରମ୍ଭ କରିଛନ୍ତି। ବେଶ ଚାଲେ ଯଜ୍ଞବାଜି କୋଳାହଳ ରାଜି ସିନ୍ଧୁ ପ୍ରାୟ ଶୁଭେ ଶବଦ ଶବଦ ଯଜ୍ଞବାଜି ଯଜ୍ଞ ଘୋଡ଼ା ଏବେ ଚାଲିଲା ଆଜ୍ଞା ତା ପଛେ ପଛେ ସୈନ୍ୟ ସାମନ୍ତ ଯୁବରାଜ ରଘୁ ଚାଲିଲେ ଚାଲିଲି ସାହୁରେ ଆଜ୍ଞା ଏମିତି ଧୀରେ 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 ହଁ ଅଯୋଧ୍ୟାର ଏ ରାଜପ୍ରାସାଦ ଅତିକ୍ରମ ବା ନଗରୀକି ଅତିକ୍ରମ କରି କରି ଇ ଅଶ୍ୱ ପହଞ୍ଚିଲା କୋଉଠି ନା ଘଞ୍ଚ କାନନରେ ଆଚ୍ଛା ଘଞ୍ଚ ଜଙ୍ଗଲରେ ଆଜ୍ଞା ଇ ଅଶ୍ୱ ବର୍ତ୍ତମାନ ପ୍ରବେଶ କଲା। ଏଇ ମଣିଭଦ୍ରା ଜଙ୍ଗଲରେ ରହ ହେ ମୋର ଗୁଣକରାଇ ବିବେକ କି ମହୋଦୟ ଆଜ୍ଞା ଆଜି ପାଲାରେ ସବୁ କଥା ଟିକେ ଟିକେ ରହିବ। ଆଜ୍ଞା ଆଜ୍ଞା ଚତୁଷ୍ପଦୀ ରହିବ ହଁ। ଅଳଙ୍କାର ରହିବ ପ୍ରଭାତ ସନ୍ଧ୍ୟା ବର୍ଣ୍ଣନା ରହିବ ସବୁ କଥା ପାଲା ଆଜି ଟିକେ ପୁରୁଣା ପାଲା ଆଜି ହବ। ଆଜ୍ଞା ରହ ଶିବେ ହଁ ଜଙ୍ଗଲ ବର୍ଣ୍ଣନା ଏଠି ଦରକାର ପଡୁଛି ଆଜ୍ଞା ଗୋଟା ପଦ ଜଙ୍ଗଲ ବର୍ଣ୍ଣନା ଦବା ଆଜ୍ଞା ଏ ଜଙ୍ଗଲ ଭିତରେ ଅଶ୍ୱ ବର୍ତ୍ତମାନ ପ୍ରବେଶ କରୁଛି। ଆଚ୍ଛା କେମିତିକା ସେ ଜଙ୍ଗଲ ଜଙ୍ଗଲଟା କୋଉ ଭଳି କୋଉ ଭଳି? ବେଶୀ ନୁହଁ ମାତ୍ର ଗୋଟିଏ ପଦ ଆଜ୍ଞା ସାଉରେ ହଁ ସେ କବି କିଏ କି ନା ବହି ନା ହଉଛି ଆପଣ ମାନଙ୍କର ଜାନକୀ ବଲ୍ଲଭ ବିଳାସ ଆଜ୍ଞା ତାର ଲେଖକ ଗୋକୁଳାନନ୍ଦ ପଟ୍ଟନାୟକ ଆଜ୍ଞା ଯୋଉ ଗୋକୁଳାନନ୍ଦ ପଟ୍ଟନାୟକ 12 ବର୍ଷ ପର୍ଯ୍ୟନ୍ତ ନିସନ୍ତାନ ଥିଲେ ଅପୁତ୍ରିକ ଥିଲେ ଆଜ୍ଞା ସନ୍ତାନ ସନ୍ତତି ତାଙ୍କର କିଛି ନଥିଲା ହୁଏତ ଓଡ଼ଗାଁ ରଘୁନାଥଙ୍କ ପାଖରେ ମାନସିକ କରିଥିଲେ ପ୍ରଭୁ ରାମଙ୍କ ପାଖରେ ମାନସିକ କରି ବୈବାହିକ ଜୀବନର ଅନେକ ଦିନ ପରେ ସନ୍ତାନଟିଏ ସାରେ ପାଇଲେ ଆଜ୍ଞା ତାଙ୍କ ନାଁଟା ରଖିଲେ କ'ଣ ରାମଙ୍କ ନାଁରେ ସେ ପୁଅର ନାଁଟା ନାମିତ କରିଦେଲେ ଆହା ଜାନକୀ ବଲ୍ଲଭ ଜାନକୀ ବଲ୍ଲଭ ରାମଙ୍କୁ ବୁଝାଏ ତେଣୁ ପୁଅର ନାଁ ରଖିଲେ ଜାନକୀ ବଲ୍ଲଭ ଭଲ ହବ ସେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ ଆସାମର ମହାମହିମ ରାଜ୍ୟପାଳ ମଧ୍ୟ ହେଲେ ହେଲେ। ତାଙ୍କର ବାପା ଗୋକୁଳାନନ୍ଦ ପଟ୍ଟନାୟକ ଆପଣଙ୍କ ନିକଟ ରାମେଶ୍ୱର ଖୋର୍ଦ୍ଧା ଆଜ୍ଞା ହେ ଆଜ୍ଞା ସେ କ'ଣ କହିଲେ କ'ଣ? ଜଙ୍ଗଲରେ ଆଜ୍ଞା ଅଶ୍ୱ ବର୍ତ୍ତମାନ ପ୍ରବେଶ କରୁଛି କେମିତିକା ଜଙ୍ଗଲ ଜଙ୍ଗଲଟା କୋଉ ଭଳି ଆହା ହା ହା ହେଁ ଆହା କହିଲା କାହିଁ ଅଜଗର କୁଣ୍ଡଳି ଫାନ୍ଦରେ ହେ କୁଣ୍ଡଳି ଫାନ୍ଦରେ ହେ କୁଣ୍ଡଳି ଫାନ୍ଦରେ ମୁଗ ଶିଶୁ କାହିଁ ରାବଇ ବିକଳେ ମୁଗ ଶିଶୁ କାହିଁ ରାବଇ ବିକଳେ କହିଲେ କାହିଁ ଅଜଗର କୁଣ୍ଡଳି ଫାନ୍ଦରେ ହାନ୍ଦରୀ ଅଜଗର ସାପ ଗୁଡା ସାର୍ ଆଜ୍ଞା ଇଏ ଜଙ୍ଗଲ ଭିତରେ କୁଣ୍ଡଳି ଦେଇକି ଶୋଇଛନ୍ତି ବେଶ ଭୟଙ୍କର ଜଙ୍ଗଲ ଆଜ୍ଞା ହେଁ ହଁ। ମୃଗ ଶିଶୁ କାହିଁ ରାବଇ ବିକଳେ ବିକଳେ। ସେ ଜଙ୍ଗଲ ଭିତରେ ମୃଗ ଶାବକ ତାକୁ ତାଙ୍କର ଧରିଛି କିଏ ସେ ହିଂସ୍ର ଜନ୍ତୁ ମାନେ ଧରିଛନ୍ତି ଆଜ୍ଞା। ସିଏ ମଧ୍ୟ ରାବ କରୁଛନ୍ତି ହଁ। ଖାଲି ସେତିକି ନୁହଁ କହିଲା ପଙ୍କ ବଳି ହୋଇ ସ୍ନେହେ ଗଣ୍ଡା ଦଳ ହେ ସ୍ନେହେ ଗଣ୍ଡା ଦଳ ହେ ସ୍ନେହେ ଗଣ୍ଡା ଦଳ ରୁକ୍ଷ ରୁକ୍ଷ ମୂଳ କରନ୍ତି କବଳ
ଏବଂ ସେ ଜଙ୍ଗଲ ଭିତରେ ଆଜ୍ଞା ଗଣ୍ଡା ଗୁଡାକ ଆଜ୍ଞା ପଙ୍କ ବଳି ହେଇକି ବେଶ ପଙ୍କରେ ପଶିକିରି ଦେହ ସାରା ପଙ୍କ ସାଲୁ ଆଲୁ ଆଜ୍ଞା ଇଏ ଗଣ୍ଡା ଗୁଡାକ ସବୁ ଧାଡ଼ି ବାନ୍ଧିକି ଯାଉଛନ୍ତି ବେଶ ଗଲା ବେଳେ ଆଜ୍ଞା ଗଛର ମୂଳକୁ ସବୁ ତାଡ଼ିକି ଖାଉଛନ୍ତି ଖାଉଛନ୍ତି ଗଣ୍ଡା ଗଣ୍ଡା ଖାଲି କଣ ସେତିକି ନା। କହିଲା ଦଳ 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 ଦନ୍ତ ମତ କରି ହେ ଦନ୍ତ ମତ କରି ହେ ଦନ୍ତ ମତ କରି ଚାଲିଛନ୍ତି ରାସ୍ତା ତରୁ ଭଗ କରି ଚାଲିଛନ୍ତି ରାସ୍ତା ତରୁ ଭଗ କରି ରେ ତରୁ ଭଗ କରି ଚାଲିଛନ୍ତି ରାସ୍ତା ତରୁ ଭଗ କରି ଦଳ ଦଳ ହେଇକି ଦନ୍ତା ହାତୀ ଗୁଡାକ ଦଳ ବାନ୍ଧି ହେଇକି ଯାଉଛନ୍ତି ଆଜ୍ଞା ଗଲାବେଳେ ହଁ ଇଏ ଗଛ ଡାଳକୁ ସବୁ ଶୁଣ୍ଡ ବଢେଇକି ମଡ଼ ମଡ଼ କରି ଭାଙ୍ଗୁଛନ୍ତି ଆଜ୍ଞା ଗଛ ଡାଳକୁ ଖାଉଛନ୍ତି ଖାଉଛନ୍ତି ନାଇଁ କି ସାର୍ ଆଜ୍ଞା 23ଟା ଏପଟେ ଅଛନ୍ତି ବରପଦା ପଟେ କେତେଟା 23ଟା 23 ହାତୀ ହାତୀ ହଁ ଆରେ ହାତୀ ଆମର ଚନ୍ଦକା ଡମପଡା ଅଭୟାରଣ୍ୟରେ ଆଗରୁ ରହୁଥିଲେ ଆଜ୍ଞା ଏବେ ଆଜ୍ଞା ଆମର ସେ ଚନ୍ଦକା ଡମପଡା ଅଭୟାରଣ୍ୟରେ ଆମ ଘରଟା ହଉଛି ଡମପଡା ପାଖରେ ଆଜ୍ଞା ଆମର ସଦାଳେ ହାତୀ ଭୟ ଆଗରୁ ଥିଲା ହଁ ଏବେ ଆଉ ଅଭୟାରଣ୍ୟରେ ହାତୀ ନାହାନ୍ତି ନା ଚନ୍ଦକା ଯୋଉ ଅଭୟାରଣ୍ୟ ତା ଭିତରେ ହାତୀ ସଂଖ୍ୟା କମିଗଲାଣି ଆଜ୍ଞା ସବୁ ଖାଦ୍ୟ ଅଭାବରେ ସବୁ ବାହାରକୁ ପଳେଇ ଆସୁଛନ୍ତି ତେବେ ଆପଣଙ୍କ ଅଞ୍ଚଳରେ ଏବେ ହାତୀ ଅନ୍ୟ ଜାଗାରେ ସବୁ ହାତୀ ଆଜ୍ଞା କିନ୍ତୁ ଅଭୟାରଣ୍ୟରେ ହାତୀ ମୂଳେ ନାହିଁ ନା କେତୋଟି ମାତ୍ର ହାତ ଗଣନ୍ତି ଆଜ୍ଞା ହଉ ସାଉରେ ଆଜ୍ଞା ଏମିତି ଜଙ୍ଗଲ ଭିତରେ ଭୟଙ୍କର ଜଙ୍ଗଲ ଭିତରେ ବେଶ ଯୁବରାଜ ରଘୁ ଆଜ୍ଞା ଏଠି ଅଶ୍ୱ ଯଜ୍ଞ ଅଶ୍ୱ ସୈନ୍ୟ ସାମନ୍ତ ମାନେ ତାରି ଭିତରେ ପଶଛନ୍ତି ବେଶ ଅଶ୍ୱ ତ ଚାଲିଛି ଚାଲିଛି ଇଏ ତା ପଛେ ପଛେ ଯାଉଛନ୍ତି ଆଜ୍ଞା ଏମିତି ଆଜ୍ଞା ଅନେକ ପଥ ଅତିକ୍ରମ କରିସାରିଲା ପରେ ହଠାତ୍ ଆଜ୍ଞା ସନ୍ଧ୍ୟା ଆସିଛି ଆହା ଗୋଟାଏ ଦିନର ଅବସାନ ଆଜ୍ଞା ସନ୍ଧ୍ୟା ଆସିଲା ଆହା ସନ୍ଧ୍ୟା କେମିତି ଆସିଲା କେମିତି ଆସିଲା ଆଜ୍ଞା ଗୋଟାଏ ପଦ କବି ହେଲେ ଗଙ୍ଗାଧର ମେହେର ମୁଁ କହିଛି ଆଜି ଟିକେ ଅଳଙ୍କାର ଭିତରେ ପାଲା ହବ ଆଜ୍ଞା ସନ୍ଧ୍ୟାଟା ଆସିଲା କେମିତି କେମିତି ଆଜ୍ଞା ହେଁ ହଁ ମେହେର କହିଲେ ହଁ ହଁ କଳା ଦିନ ଅଭିନୟ ଅବସାନ ହେଲା ଅବସାନ ହେଲା ଏ ସନ୍ଧ୍ୟା ଯବନିକା ପାତ ସନ୍ଧ୍ୟା ଯବନିକା ଦିବସ ବେଶକୁ ଭିନ୍ନ କରି ଦିବସ ବେଶକୁ ଭିନ୍ନ କରି ଆଉ ବିଭାବରୀ ସମାୟତ ବିଭାବରୀ ଦିନ ଅଭିନୟ ଅବସାନ ହେଲା ସନ୍ଧ୍ୟା ଯବନିକା ପାତ ବାତ ଦିନ ସରିଗଲା ଆଜ୍ଞା ସନ୍ଧ୍ୟା ଆସିଲା ବେଶ ଏ ଆଜ୍ଞା। ପଲ୍ଲୀକବି ନନ୍ଦ କିଶୋର ବଳ ହଁ। କହିଲା ଡାହାଣିଆ ଖରା ପଡିଛି ବେଳ ଯାଉଛି ଓସ୍ତାଚଳ ଶିଖେ ତପନ ଯାଉଛନ୍ତି ବାହୁଡ଼ି ପଶ୍ଚିମ ଆକାଶରେ ଡାହାଣିଆ ଖରା ପଡିଲା ଆଜ୍ଞା ବେଳ ବୁଡି ବୁଡି ଯାଉଛି ହେଁ ଆଜ୍ଞା ଡାହାଣିଆ ଖରା ପଡିଛି ବେଶ ସନ୍ଧ୍ୟା ବେଳେ ଡାହାଣିଆ ଖରା ପଡେନି ହଁ ହଁ ଆଜ୍ଞା ସନ୍ଧ୍ୟା ହେଲା ଆହା ତେଲେ ସନ୍ଧ୍ୟା ହେଲା ବେଶ ଇଏ ଯଜ୍ଞ ସୁଅ ହଁ ଆଉ ଆଗକୁ ସାରେ ଗଲାନି ଟିକେ ନଦୀ ଦେଖନ୍ତୁ ଆଜ୍ଞା ଆହା ଯଜ୍ଞ ସୁଅ ତେଲେ ସନ୍ଧ୍ୟା ହେଇଗଲା ଆଜ୍ଞା ଆଉ ଆଗକୁ ଯାଇପାରିଲାନି ଗୋଟେ ଜାଗାରେ ଠିଆ ହେଲା ଦୈବାତ ଯୋଉ ଜାଗାରେ ସେ ଯଜ୍ଞ ସୁଅ ଠିଆ ହେଲା ବେଶ ସେ ଜାଗାଟା ଗୋଟେ ନଦୀ କୂଳ ଥିଲା ଆଚ୍ଛା କୋଉ ନଦୀ ସେ ସେ ନଦୀର ନାଁ ହଉଛି ବୀରଭଦ୍ରା ନଦୀ ବେଶ ବୀରଭଦ୍ରା ନଦୀ କୂଳରେ ଆଜ୍ଞା ଯଜ୍ଞ ସୁଅ ଠିଆ ହେଇଛି ଆହା ଯୋଉଠି ଯଜ୍ଞ ସୁଅ ରହିବ ଏମାନେ ସେଠି ରହିବେ ରହିବେ ଏମାନେ ମଧ୍ୟ ସେଠି ରହିଲେ ଆଜ୍ଞା ସନ୍ଧ୍ୟା ପରେ ରାତି ରାତି ସନ୍ଧ୍ୟା ପରେ ରାତି ଆଜ୍ଞା ଅଳଙ୍କାରକୁ ଅଳଙ୍କାର କେମିତି ସେଟ୍ ହବ ଆଜ୍ଞା ସନ୍ଧ୍ୟା ହେଲା ତାପରେ ରାତି ହଁ ରାତି କେମିତି ହେଲା କେମିତି ଆଜ୍ଞା ପୁଅ କହିଲା ବନେ ଉପବନେ ବନେ ଉପବନେ କୁସୁମ ଫୁଟିଲା କୁସୁମ ଫୁଟିଲା ବାସ ଚହଟି ବନେ ହୋ ବାସ ଚହଟି ବନେ କହିଲା ବନେ ଉପବନେ କୁସୁମ ଫୁଟିଲା ବାସ ଚହଟି ପବନେ ସନ୍ଧ୍ୟା ହେଇଗଲା ଆଜ୍ଞା ଆଜ୍ଞା ପୁଅ ହଁ କହିଲା ଦିନର ଅଭିନୟ ସରିଲା ପରେ ସନ୍ଧ୍ୟା ଯେତେବେଳେ ହେଇଯାଇଛି ଆଜ୍ଞା। ଇଏ ବନ ଉପବନରେ ସବୁ ପୁଷ୍ପ ଫୁଟିଲା ଫୁଟିଲା ବାସରେ ଇଏ ଆଜ୍ଞା। ବନଟା ଆଜ୍ଞା। ମହକି ଉଠିଲା ଯା ଯା ସାଉରେ ଆଜ୍ଞା ଇଏ ପୁରୁଣା କଥା ହଁ, ହଁ। ତେଣୁ ଟିକେ ଏପଟ ସେପଟ ହଉଛି ହଁ। ହଉ ଆଜ୍ଞା। ଯେତେବେଳେ ସନ୍ଧ୍ୟା ପରେ ରାତି ହେଇଗଲା ବେଶ। ଟିକେ ଏତିକି ବେଳେ ଆଜ୍ଞା। ଯଜ୍ଞ ଠିଆ ହେଇଛି ଧୀରେ ଧୀରେ ସେ ଶୋଇଲା ଶୋଇଲା ଆଉ ରାତିରେ ଆଉ କୁଆଯିବ
ଠିଆ ହେଇଥିଲା ଆଜ୍ଞା କିଛି ସମୟ ପରେ ଶୋଇଲା ଆଜ୍ଞା ଯଜ୍ଞ ଶୋଇଲା ବେଳେ ହଁ। ଏମାନେ ମଧ୍ୟ ତା ପାଖରେ ଶୋଇଲେ ଶୋଇଲେ ସମସ୍ତେ ନିଦ୍ରା ଯାଇଛନ୍ତି ଆଜ୍ଞା ବୀରଭଦ୍ରା ନଦୀ କୂଳରେ ଯଜ୍ଞ ସମେତ ଅଶ୍ୱରକ୍ଷକ ମାନେ ଶୟନ କରିଛନ୍ତି କଥାଟା ଏଇଠି ଥାଉ ଆଜ୍ଞା ଏମାନେ ମନେ ରଖନ୍ତୁ ହଁ। ବୀରଭଦ୍ରା ନଦୀ କୂଳରେ ବେଶ ଯୁବରାଜ ରଘୁ ଆଉ ଅନ୍ୟ ଅଶ୍ୱରକ୍ଷକ ମାନେ ଯୋଉ ସୈନ୍ୟ ସାମନ୍ତ ଆଉ ଅଶ୍ୱ ସମସ୍ତେ ବିଶ୍ରାମ ନେଇଛନ୍ତି ନେଲି ରାତି ହେଇଛି ଆଜ୍ଞା ଏପଟେ ଆମେ ଟିକେ ସ୍ୱର୍ଗକୁ ଯିବା ଏଇନେ ହଁ ଏଇନେ କେନେ ସ୍ୱର୍ଗକୁ ଯିବା ହେଲିକପ୍ଟର ମଗେଇଲେ ହବ ନା ଆଉ ସାହୁରେ ଆଜ୍ଞା ରେ ସ୍ୱର୍ଗ ଆଜ୍ଞା ଭୁଲ ହେଇଗଲା ଗୋଟେ ସ୍ନେହରେ ଡାକିଲେ ଆପଣ ମୁଁ ଗେଲେରେ ଓ କରିଦେଲି ଆଉ ମୁଁ ତତେ ସାହୁରେ ଡାକିବି ତୁ ମତେ ଆଜ୍ଞାରେ କହିବୁ ଆପଣ ସ୍ନେହରେ ଡାକିଲେ ମୁଁ ଗେଲେରେ ଓ କରିଦେଲି ଗୋଟେ ଓସରେ ହେଇଗଲା ମୁଁ ଗୋଟେ ଗାୟକ ତୁ ଗୋଟେ ପାଳିଆ ଆଜ୍ଞା କିରେ ପାଳିଆ ଯଦି ଗାୟକକୁ ସମ୍ମାନ ଦବନି ଆଜ୍ଞା। ସେ ପାଳିଆର ସମ୍ମାନ ମଧ୍ୟ ହାନି ହବ ନିଶ୍ଚୟ ଆଜ୍ଞା ମୁଁ ଏଥର ମ୍ୟାପ୍ କର ରହ ଆଜ୍ଞା ସାହୁ ଆଜ୍ଞା ତେବେ ଏଇଠି ହେଇଛି କଣ ସ୍ୱର୍ଗପୁରକୁ ଆମେ ଯିବା ହଁ ସ୍ୱର୍ଗପୁରର ଯୋଉ ଇନ୍ଦ୍ର ଆଜ୍ଞା ତା ପଦ ପାଇଁ ଏ ଯଜ୍ଞଟା ଆରମ୍ଭ ହେଇଛି ହଁ ଇନ୍ଦ୍ର ପଦ ପାଇଁ ଆଜ୍ଞା ଏ ଯଜ୍ଞଟା ଆରମ୍ଭ ହେଇଛି ବେଶ ବର୍ତ୍ତମାନ ସେ ଇନ୍ଦ୍ରର ଖବରଟା କଣ କଣ ଦେଖିବା ଇନ୍ଦ୍ରର ଅବସ୍ଥା କଣ କଣ ଇନ୍ଦ୍ର କେମିତି ଅଛି ଆଜ୍ଞା ଟିକେ ସ୍ୱର୍ଗକୁ ଯିବା ଯିବା ହେଁ ଆଜ୍ଞା ସାହୁ ହଁ ସ୍ୱର୍ଗପୁରରେ ଆଜ୍ଞା ସୁଧର୍ମା ସଭା ଚାଲିଛି ଚାଲିଛି ଆଉ କବି ଆଜ୍ଞା କବି ସୂର୍ଯ୍ୟ ବଳଦେବ ରଥ ରଥ ହେଁ ଆଜ୍ଞା ସେ କଣ କହିଲେ କଣ କହିଲେ କହିଲେ ମହେନ୍ଦ୍ର ବସିଛନ୍ତି ଆଜି ତ ମୁଁ କାହାକୁ କହିବିନି ଆଜ୍ଞା ଆଜ୍ଞା ଆଜି ମୋ ଭାଇ କି ମୁଁ କହିବିନି ନା ନାଇଁ ତଥାପି ମୋ ଭାଇ ହଁ ବେରା ଭାଇ ଆଜ୍ଞା ଭଲ ଲୋକ ହଁ ସବୁ ଭଲ ହଁ ଟିକେ ଖାଲି ରାଗି ଆଉ ହଁ 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 ହଉ ଟିକେ ରାଗି ତଥାପି ଟିକେ ସାଉଣି ସାଉଣି ଦେଇଥା ତେଣୁ ରାଗ କରନା ଭାଇ କେତେ ଦିନ କିଏ ବଞ୍ଚିବ କାହିଁ ରାଗ କରିବା ଆହା ହା ମୁଁ କେବେ କୌଣସି ରାଗ ରୁଷା ମୋ ପାଖେ ନାହିଁ ନା ମୋତେ ଯାହା କହ ମୁଁ ମିଶିଯାଏ ହଁ ହଉ ତେଣୁ କେତେ ଦିନ ବଞ୍ଚିବା ଆଜ୍ଞା କାହିଁକି ରାଗ ରୋଷ ଅଭିମାନ କ'ଣ ପାଇଁ ଆଜ୍ଞା ହଁ ହଉ ସାଉରେ କହିଲା ମହେନ୍ଦ୍ର ବସିଛନ୍ତି ଆରୋହୀ ମହେନ୍ଦ୍ର ବସିଛନ୍ତି ଆରୋହୀ ଶୋଭା। କେ ଭାରତୀରେ କହୁ କେ ଭାରତୀରେ କହୁ ସଭାର ଶୋଭା ହେ ଶୋଭାର ଶୋଭା। ମହେନ୍ଦ୍ର ଦେବରାଜେନ୍ଦ୍ର ସଭାକୁ ଆରୋହଣ କରିକି ବସିଛନ୍ତି ବେଶ ମୁଖ୍ୟ ଆସନରେ ବସିଛନ୍ତି ଦେବରାଜେନ୍ଦ୍ର ଇନ୍ଦ୍ର ଅନ୍ୟ ଦେବତା ମାନେ ପାର୍ଶ୍ୱରେ ବସିଛନ୍ତି ଆଜ୍ଞା ସେ ସଭାରେ ହଁ ଗୋଟେ ଉର୍ବଶୀଟେ ନୃତ୍ୟ କରୁଛି ଆଚ୍ଛା ଉର୍ବଶୀ ନୃତ୍ୟ କରୁଛି ଆଜ୍ଞା ସମସ୍ତ ସଭାସଦ ବର୍ଗ ମାନେ ହଁ ହଁ ଦେବତା ମାନେ ଆଜ୍ଞା ଏ ଉର୍ବଶୀର ନାଚ ଗୀତକୁ ଉପଲବ୍ଧି କରୁଛନ୍ତି ଆଜ୍ଞା କାଇଁ ଏଠି ଆନନ୍ଦରେ ଆଜ୍ଞା ସମସ୍ତେ ଉପଭୋଗ କରୁଛନ୍ତି ବେଶ କିନ୍ତୁ ହେ ମୋର ଗୁଣଗ୍ରାହୀ ବିବେକୀ ମହୋଦୟ ହଁ ସମସ୍ତେ ଆନନ୍ଦରେ ଉର୍ବଶୀର ନୃତ୍ୟ ଗୀତକୁ ଆଜ୍ଞା ଉପଭୋଗ କଲା ବେଳେ ବେଳି ଜଣଙ୍କର ମନ ସେଥିରେ ନାହିଁ ଆଉ ସେ କିଏ କିଏ ଆଜ୍ଞା ନା ଦେବରାଜ ଇନ୍ଦ୍ର ହଁ ତା ମନଟା ଆଜ୍ଞା ସେଥିରେ ନାହିଁ କାହିଁକି କାହିଁକି ନାହିଁ ନା ତା ଶରୀରରେ ଆଜ୍ଞା ଅଶୁଭ ଲକ୍ଷଣ ଦେଖାଦେଲାଣି ହଁ ଅଶୁଭ ଲକ୍ଷଣ କଣ କଣ ଆଜ୍ଞା କହିଲେ ଏକାଳେ ସଘନେ ଇଏ ସ୍ଫୁରିଲା ବାହୁ ନୟନ ଚାକୁଳ ଚିତେ କଲେ ଦେବରାଜ ଇନ୍ଦ୍ରଙ୍କର ଶରୀରରେ ସାରେ ଅଶୁଭ ଲକ୍ଷଣ ଦେଖାଗଲା ତେଣୁକରି ତାଙ୍କର ନାଚ ଗୀତରେ ଆଉ ମନ ନାହିଁ ନାଇଁ ନାଇଁ ଅଶୁଭ ଲକ୍ଷଣ କଣ ଦେଖାଗଲା କଣ ଦେଖାଗଲା ଆଜ୍ଞା ନା ଏ ଭାଇ ଓହୋ ମୋ କ୍ୟାମେରା ଭାଇ ମାନେ ତ ବେଶୀ ପାଟି କଲେଣି ନା ମନଟା ଆଜ୍ଞା ପୁରା ସିଆଡ଼ି ପଳେଇବ ହଉ ନାଚ ହବ ଇଏ ପରେ ମଉସା କହିଲେଣି ନାଚ ହବ ହଉ
ଗୋଟାଏ ପଦ ଆଜ୍ଞା ଦେବସଭାରେ ଉର୍ବଶୀ ନୃତ୍ୟ କରୁଛି ଗୋଟାଏ ପଦ ବେଶୀ ନାହିଁ ନା ଦେଖିଆ କଣ ଜାଣିଛ ଆମର ସବୁ ଆଇଟମ ଅଛି ଅଛି ଅଭାବ ନାହିଁ ନା 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 कमाल बख्शी महाबदार तीन गाई गाई नाची नाची दुनिया को कमाल करो गाओ गाओ सुन अरे सारे पूरा किरे मोठे हाथ मारुछु मु सुंदरी मु तते सुंदरी भली देखा हे मोठे सेठी को त माइला मु तम काठेले मारिबी काठे बोली मोठे असे माने बोइसिंदी आ काठे मारिबी बस बस नहीं सच अरे पिपिली पाना बट अरे ये बसे नाचुथला पिपिली पान बटुआ ए बनमाई पूरा गुआ आनिती मो पान बिड़िया हो खाई दे खंडे दे दे खाई दे खंडे दे दे खाई दे खंडे खाई दे मोरा या खाई दे खंडे खाई दे मोरा पान रसिया खाई दे खंडे खाई दे मोरा पान रसिया खाई दे खंडे खाई दे मोरा पान रसिया पान बटुआ बनमाली पुरो कुआ पिली पान बटुआ बनमाली पुरो कुआ पान बटुआ बनमाली पुरो कुआ खाई दे अरे चंडाळे ये हुडुंबा को धिमुआ किए किरे मते धक्का मारछु किए मु धक्का काहे मारिबी मु किए से गायक का तुल्य बाप तुल्य मु जदी बाप ले तू कोन पुओ को अयोग्य कुलांगार मूर्ख पुओ बाप को सम्मान दबनी अच्छा बापा हैं तमे मोर बापा मु तमरा पुओ हां तमे कहिया कथा को अयोग्य मूर्ख पुओ बापा को सम्मान दउनी हां ए कथा तो हां को अयोग्य मूर्ख पुओ ए बापा पुओ बहुंकर लव सिनी देखुची बस राधा ने थेला पालो
ଏ ନେଇ ଗଲା ରେ ସାହୁ ଆଜ୍ଞା ରେ କୁଆଡେ ଯାଉଛୁ ଆଜ୍ଞା ଏଥର ଆଜି ଲାଷ୍ଟ ଦିନ ପାଲା ସେ 4 ଜଣରେ ଚଳେଇ ଦିଅ ମୁଁ ଚାଲିଲି କୁଆଡେ ଯିବୁ କୋର୍ଟକୁ କୋର୍ଟକୁ କାହିଁ ଯିବୁ କୋର୍ଟ ମ୍ୟାରେଜ କରିବି କାହା ସହିତ ସୁନ୍ଦରୀ ସହିତ ସେ ସୁନ୍ଦରୀ ଆଉ କଣ ଆରେ ସେ ଆଜି ଖେର ହେଇଛି ସେ ପୁରା ଆନନ୍ଦ ସାହୁ ତା ଘର ଗୋଡି ପଡା ବୁଢା ହେଲାଣି ସେ 62 ବର୍ଷ ହେଲାଣି ଆରେ ଆରେ ତୁ ତାକୁ କଳେଇ ଫୋପାଡ଼ିଲା ଭଳିଆ କଣ ଫୋପାଡୁଛୁ ଏଇଟା ଅଣ୍ଟିରାଟା ଆଉ ହେଇଥିବେ ମୋ ହାତକୁ କାଠ କାଠ ଲାଗୁଛି ସତ ବସ୍ ହଉ 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 ହେଲା ତେବେ ଆଜ୍ଞା ଉର୍ବଶୀ ନୃତ୍ୟ ଗୀତରେ ବେଶ ସମସ୍ତେ ଆଜ୍ଞା ଆନନ୍ଦିତ ହେଲା ବେଳେ ବେଳି ଦେବରାଜ ଇନ୍ଦ୍ରଙ୍କ ଦେହରେ ଅଶୁଭ ଲକ୍ଷଣ ଆହା କଣ ଆଜ୍ଞା ଅଶୁଭ ଲକ୍ଷଣ କଣ? ନା ତାଙ୍କର ବାମ ଅଙ୍ଗଟା ଥରିବାକୁ ଲାଗିଲା ଲାଗିଲା ବାପା ଆଜ୍ଞା ପୁରୁଷ ମାନଙ୍କର ବାମ ଅଙ୍ଗଟା ଥରିଲେ ଅଶୁଭ ବେଶ ନାରୀ ମାନଙ୍କର ଆଜ୍ଞା। ଦକ୍ଷିଣ ଅଙ୍ଗଟା ଥରିଲେ ଅଶୁଭ ଦେବରାଜ ଇନ୍ଦ୍ର ଯେହେତୁ ଜଣେ ପୁରୁଷ ଆହା ତାଙ୍କର ବାମ ଅଙ୍ଗଟା ଥରିଲା ଆଜ୍ଞା ତାଙ୍କର ହାତ ତାଙ୍କର ଆଖି ଏ ବାମ ଅଙ୍ଗର ସବୁ ଥରିଲା ଧରିଲା ଏଇଟା ଅଶୁଭ ଲକ୍ଷଣ ଜାଣି ଆଜ୍ଞା ଦେବରାଜ ଇନ୍ଦ୍ର ତାଙ୍କ ପାଖରେ ବସିଥିବା ଗୁରୁ ବୃହସ୍ପତି କି ପଚାରିଲେ ଆହା କହିଲେ ଗୁରୁଜୀ ହଁ ମୋ ବାମ ଅଙ୍ଗଟା କାହିଁକି ଥରୁଛି ହଁ ଘଟଣା କଣ ପଚାରିବାରୁ ଆଜ୍ଞା ଗୁରୁ ବୃହସ୍ପତି କହିଲେ କହିଲି କହିଲେ ଇନ୍ଦ୍ର ହଁ ତୋ ପଦବୀ ବର୍ତ୍ତମାନ ଯିବ ଗୁରୁଦେବ ରହିଲା 12 ବରଷ ତୋ ଇନ୍ଦ୍ର ପଦ ଯିବ ନୂଆ ହୋଇ ଜରେ ମର୍ତ୍ୟରୁ ପରା ରାଜା ହେ ଦେବରାଜ ହଁ ତୋ ପଦବୀ ଆଉ ମୋଟ ହଁ 12 ବର୍ଷ ରହିଲା ମାନେ 12 ବୋଲେ 12 12 କାରଣ ଯଜ୍ଞଟା 12 ବର୍ଷ ହବ ଆଜ୍ଞା 12 ବର୍ଷରୁ ଗୋଟାଏ ଦିନର ସନ୍ଧ୍ୟା ହେଇଯାଇଛି ଆଜ୍ଞା ତାମାନେ ଗୋଟାଏ ଦିନ ମାଇନସ ହେଇଗଲାଣି ଆଜ୍ଞା 12 ବର୍ଷରୁ ଗୋଟାଏ ଦିନ ମାଇନସ ହେଲେ ଆଉ ରହିଲା କେତେ 11,000 11 ବର୍ଷ 11 11 ବର୍ଷ 11 ବର୍ଷ ଆଜ୍ଞା 11 ମାସ ହଁ। 29 ଦିନ ଦିନ ନାଇଁ ଆଜ୍ଞା ଆଜ୍ଞା ଗୋଟାଏ ଦିନ ମାଇନସ ହେଇଯାଇଛି ଆଜ୍ଞା ଯୋଉ ଦିନ 11 ମାସ 11 ବର୍ଷ 11 ମାସ ଆଜ୍ଞା 29 ଦିନ ହବ ହେଇଯିବ ତୋ ପଦ ଯିବ ଆଜ୍ଞା ତାମାନେ ମୋଟାମୋଟିରେ ଧରିନେ 12 ବର୍ଷ ବେଶ ମର୍ତ୍ତ୍ୟପୁରରେ ଜଣେ ରାଜା ଯଜ୍ଞ କରୁଛି ଅଶ୍ୱମେଧ ଯଜ୍ଞ ଆଜ୍ଞା ସେ ବର୍ତ୍ତମାନ ଏଇ ଆସନ ଅଳଙ୍କୃତ କରି ସେ ଇନ୍ଦ୍ର ହବ ହବ ଇଏ କଥା ଯେତେବେଳେ ଶୁଣିଲା ଦେବରାଜ ଆଜ୍ଞା ସାରେ ପଦବୀ ପାଇଁ କାହାର ମମତା ନାହିଁ ଆହା ପଦବୀ ପାଇଁ କାହାର ମୋହ ନାହିଁ ହଁ ଆଜି ଆମେ ଦେଖୁଛେ ଆମ ରାଜନୈତିକ ସ୍ତରରେ କେମିତି ପଦବୀ ପାଇଁ ସମସ୍ତେ ଆଜ୍ଞା ହଉଛନ୍ତି ବେଶ। ବିକଳ ହଉଛନ୍ତି ଆଜ୍ଞା ହଉନାହାନ୍ତି ସେଦିନ ଦେବରାଜ ଇନ୍ଦ୍ର ପଦବୀ କି ବଞ୍ଚେଇବା ପାଇଁ ବେଶ ସାଙ୍ଗେ ସାଙ୍ଗେ ଗୁରୁ ବୃହସ୍ପତିଙ୍କ ପାଦ ତଳେ ପଡ଼ିଗଲେ ହଁ କହିଲେ ଗୁରୁଜୀ ହଁ ଦେବରାଜ ମୋ ପଦବୀ କେମିତି ରହିବ ରହିବ ପଦବୀ ବିନା ମୁଁ ବଞ୍ଚି ପାରିବିନି ମୋ ପଦବୀ କେମିତି ରକ୍ଷା ହବ ହବ ତେବେ ବାରମ୍ବାର କହିଛନ୍ତି ଆଜ୍ଞା ଗୁରୁ ବୃହସ୍ପତି କହିଲେ ରହିପାରିବନି ଯଜ୍ଞ ଆରମ୍ଭ ହେଇଛି ମାନେ ଶେଷ ହବ ହବ ପାଲା ଆରମ୍ଭ ହେଲା ଆଜ୍ଞା 27 ତାରିଖ ଗଣେଶ ପୂଜା ଦିନ ଆଜ୍ଞା ଆଜି ଶେଷ ହବ ନା ହବନି ହବ ନା ଆଉ ସବୁର ଆରମ୍ଭ ଅଛି ଦିନେ ଶେଷ ଅଛି ଅଛି ତେଣୁ ଯେହେତୁ ଯଜ୍ଞ ହଁ ରାଜା ଆରମ୍ଭ କରିଛନ୍ତି ଆର ଶେଷ ନିଶ୍ଚିତ ହବ ଆଜ୍ଞା ତେଣୁ ଯଜ୍ଞ ଯେତେବେଳେ ଶେଷ ହବ ଆହା ତମ ଇନ୍ଦ୍ର ପଦ ଯିବ ଯିବ ଯେତେବେଳେ ଏ କଥା ଆଜ୍ଞା କହିଦେଲେ କିଏ ସିନା ଗୁରୁ ବୃହସ୍ପତି ଆଜ୍ଞା ଦେବରାଜ ଇନ୍ଦ୍ର ହଁ ବାରମ୍ବାର ସେଦିନ ଅନୁନୟ ପ୍ରାର୍ଥନା କରିଛନ୍ତି ହେ ଗୁରୁଜୀ ତାହେଲେ ପଦବୀ ରହିବାର କ'ଣ କିଛି ବାଟ ନାହିଁ ଏହାର ସମାଧାନ କ'ଣ କିଛି ନାହିଁ ଆଜ୍ଞା ଗୁରୁ ଶେଷରେ ଚିନ୍ତା କରି ଗୋଟାଏ ବାଟ ବତେଇଲେ ହଁ କହିଲେ ଦେବରାଜ ଗୁରୁଦେବ ଯଦି ପଦବୀ ରଖିବାକୁ ଚାହୁଁଛ ପଦ ବଞ୍ଚେଇବା ପାଇଁ ଚାହୁଁଛ ଗୁରୁଦେବ ଗୋଟାଏ ବାଟ ଅଛି କଣ ସେ ବାଟ ଗୁରୁଦେବ ଗୋଟାଏ ବାଟ ଗୁରୁଦେବ ନା କ'ଣ କଣ ନା ଯୋଉ ଯଜ୍ଞ ଅଶ୍ୱଟା ହଁ ବର୍ତ୍ତମାନ ବୀରଭଦ୍ରା ନଦୀ କୂଳରେ ଶୟନ କରିଛି ଗୁରୁଦେବ ତମେ ଯଦି ସେ ଯଜ୍ଞ ଅଶ୍ୱଟାକୁ ଗୁରୁଦେବ ହରଣ କରିକି ନେଇ ଆସିବ ହଁ ଯଜ୍ଞ ବନ୍ଦ ଆଉ ଯଜ୍ଞଟା ବନ୍ଦ କରିଦେଲେ ପଦ ରହିବ ଠିକ ଅଛି ଗୁରୁଦେବ ଆଉ ଯଦି ଯଜ୍ଞ ପୂର୍ଣ୍ଣ ହେଇଯିବ ପଦ ଯିବ ଆଉ ଯିବ ତେଣୁ ଯଜ୍ଞଟା ବନ୍ଦ କର ଆଜ୍ଞା ତେଣୁ ଯଜ୍ଞ ଅଶ୍ୱକୁ ହରଣ କରିବା ପାଇଁ ବେଶ ଦେବରାଜ ଇନ୍ଦ୍ର ବାହାରିଲା ଆଜ୍ଞା ଆଉ ଦେରି ନାହିଁ ନା, ନା। କହିଲା, ମାତଳିକି ଘେନି ଏବେ ସଚିପତି ଗଲା ବୀରଭଦ୍ରା ନଦୀ କୂଳେ ଯାଇ ପହଞ୍ଚିଲା ମାତଳିକି ସଙ୍ଗରେ ଧରି ଆଜ୍ଞା ଦେବରାଜ ଇନ୍ଦ୍ର ବେଶ ସାଙ୍ଗେ ସାଙ୍ଗେ ବାହାରିଲା ହଁ ବୀରଭଦ୍ରା ନଦୀ କୂଳରେ ପହଞ୍ଚିଲା ବେଶ ପହଞ୍ଚିଲା ପରେ ଦେଖିଲା ଆଜ୍ଞା ଅଶ୍ୱ ବର୍ତ୍ତମାନ ଶୋଇଛି ହଁ ଅଶ୍ୱରକ୍ଷକ ମାନେ ଶୋଇଛନ୍ତି ଆଜ୍ଞା ମହାକବି କାଳିଦାସ ହଁ
ବହେଉଛି ରଘୁବଂଶ ମହାକାବ୍ୟ କାବ୍ୟ କହିଲେ ତତଃ ପରତେନ ମୋକ୍ଷା ଉଜ୍ଜନା ଇଏ ତୁରଙ୍ଗ ମସୃଷ୍ଟଂ ମନର୍ଗଳ ପୁନଃ ଧନୁର୍ଭୂତାମଗ୍ରତ ଏବ ରକ୍ଷିଣା ଇଏ ଚହାର ଶକ୍ର କିଳ ଗୁଢ଼ ବିଗ୍ରହ ତତଃ ପରତେନ ମୋକ୍ଷା ଉଜ୍ଜନା ଚର୍ଚ୍ଚନା ଯଜ୍ଞ ସ୍ୱସ୍ୱଥି ଶୟନ କରିଛି ବୀରଭଦ୍ରା ନଦୀ କୂଳରେ କୁଳରୀ ଧନୁର୍ଭୂତା ଅମଗ୍ରତ ଏବ ରକ୍ଷିଣା ଆଜ୍ଞା ଧନୁର୍ଧର ବୀରମାନେ ସବୁ ଶୋଇପଡ଼ିଛନ୍ତି ବେଶ ଦେବରାଜ ଇନ୍ଦ୍ର ମାତଳି ସାହାଯ୍ୟରେ ସେଠି ପହଞ୍ଚିଲା ହଁ କହିଲା ଏଇ ହେଉଛି ସୁବର୍ଣ୍ଣ ସୁଯୋଗ ଆଜ୍ଞା ସୈନ୍ୟମାନେ ଶୋଇଛନ୍ତି ହଁ ଯୁବରାଜ ରଘୁ ମଧ୍ୟ ଶୟନ କରିଛନ୍ତି ବେଶ ଏଇ ମୌକାକୁ ହାତ ଛଡ଼ା ନ କରି କରି ଯଜ୍ଞ ଅଶ୍ୱଟାକୁ ହରଣ କରିବି ବେଶ ସିଧା ଗଲା ଆଜ୍ଞା ମାତଳି ସାହାଯ୍ୟରେ ହଁ ଯଜ୍ଞ ଅଶ୍ୱକୁ ବନ୍ଧନ କଲା ବେଶ ବନ୍ଧନ କରିକି ନେଇଯାଉଛି ଆଜ୍ଞା ତେଣୁ ଯଜ୍ଞ ଅଶ୍ୱକୁ ବନ୍ଧନ କରିକି ମାତଳି ସାହାଯ୍ୟରେ ନେଇଯାଇଛି ଆଜ୍ଞା କିଛି ସମୟ ପରେ ଏ ଯେଉଁ ଶୋଇପଡ଼ିଥିଲେ ସୈନ୍ୟମାନେ ଆଜ୍ଞା ତାଙ୍କ ଭିତରୁ ହୁଏତ ଜଣଙ୍କର ନିଦ୍ରା ଭଙ୍ଗ ହେଲା ଆହା ସିଏ ଚାହିଁଦେଲା ବେଳକୁ ଆଜ୍ଞା ଯେଉଁ ଜାଗାରେ ଯଜ୍ଞ ଅଶ୍ଵ ଶୟନ କରିବା କଥା ଆହା ସେ ଜାଗାରେ ଯଜ୍ଞ ଅଶ୍ଵ ଆଉ ନାହିଁ ନାହିଁ ତେଣୁ ସେ ସାଙ୍ଗେ ସାଙ୍ଗେ ପାଟି କରି ଉଠିଛି ଆଜ୍ଞା ଉଠିଲା ଚିତ୍କାର କରି ଉଠିଛି ଉଠିଲା କି ଅଶ୍ଵ କୁଆଡ଼େ ଗଲା ଅଶ୍ଵ କୁଆଡ଼େ ଗଲା ଅଶ୍ଵ କିଏ ନେଇଗଲା ଅଶ୍ଵ କିଏ ନେଇଗଲା ରହ। ଇଏ ସୈନ୍ୟମାନଙ୍କର କୋଳାହଳରେ ଆଜ୍ଞା ଯୁବରାଜ ରଘୁଙ୍କର ମଧ୍ୟ ନିଦ୍ରା ଭାଙ୍ଗିଗଲା ହଁ ସେ ଉଠି ପଡ଼ିଲେ ହଁ। ଚାହିଁଦେଲା ବେଳକୁ ଆଜ୍ଞା। ଅଶ୍ଵ ଆଉ ନାହିଁ ନାହିଁ ତେଣୁ ସୈନ୍ୟମାନେ ଗୋଳ କଲେ ଅଶ୍ଵ କିଏ ନେଲା ସୈନ୍ୟମାନେ କୋଳାହଳ କରି ଉଠିଲେ ଯଜ୍ଞ ଅଶ୍ଵ ତ ଏଠି ଚରୁଥିଲା ହଁ ଯଜ୍ଞ ଅଶ୍ଵ ଗଲା କୁଆଡ଼େ କୁଆଡ଼େ ଗଲା କିଏ ନେଲା ନେଲା କିଏ ନେଲା ନେଲା ଏମିତି ଚିନ୍ତା କରିକି ପାଟିତୁଣ୍ଡ କରିଛନ୍ତି ଆହା ହା କୋଳାହଳ ହେଇଛି ହଁ ହଠାତ୍ ବେ ଯୁବରାଜ ରଘୁଙ୍କର ନିଦ୍ରା ଭଙ୍ଗ ହେଇସାରିଲା ପରେ ଆହା ସେ ଯେତେବେଳେ ଦେଖିଲେ ଯଜ୍ଞ ଅଶ୍ଵ ନାହିଁ ନାହିଁ ଯୁବରାଜ ରଘୁ ଦୁଃଖ ଦୁଃଖରେ ସେ ଭାଙ୍ଗି ପଡ଼ିଲେ ସେଦିନ ଆହା କାହିଁକି ନା ବାପା ପ୍ରଥମ କରି ମୋତେ ଏତେ ବଡ଼ ଗୁରୁଦାୟିତ୍ୱଟା ଦେଇଥିଲେ ହଁ ଏତେ ବଡ଼ ଦାୟିତ୍ୱ ସମ୍ପନ୍ନ କଲା ବେଳେ ହଁ ମୁଁ ତାଙ୍କର କାର୍ଯ୍ୟଟାକୁ ସୁରୁଖୁରୁରେ ସମ୍ପାଦନ କରିପାରିଲିନି ନାହିଁ ତେଣୁ ମୋ ଭଳି ଗୋଟେ ଅଯୋଗ୍ୟ କୁଳାଙ୍ଗାର ପୁଅ ବଞ୍ଚିକିରି ଲାଭ କ'ଣ ଖଡ଼ ମୁଁ ବାପାଙ୍କର ଦାୟିତ୍ୱଟାକୁ ନିର୍ବାହ କରିପାରିଲିନି କରିଲିନି ତେଣୁ ମୋ ଭଳି ପୁଅ ଥାଇ କେତେ ନଥାଇ କେତେ କେତେ ନିଜକୁ ଧିକ୍କାର କଲେ ଆଜ୍ଞା ତେଣୁ ଧିକ୍କାର କରିକି ଡାକିଛନ୍ତି ଆଜ୍ଞା ଆପଣମାନଙ୍କ ପାଖରେ ଏଠି ଗୋଟିଏ କଥା କହିବାକୁ ଯିବି ଯେତେବେଳେ ଆମେ ବାଟରେ ଯାଉଥିବା ହଠାତ୍ ଗୋଟେ ବିପଦରେ ଆମେ ପଡ଼ିଗଲେ ହଁ ମନେ କରନ୍ତୁ ଯାହା ଗଲାବେଳେ ଗୋଟେ ପଥର ଆମେ ଝୁଣ୍ଟି ପଡ଼ିଲେ ଆଜ୍ଞା କି କୌଣସି ଗୋଟେ ଜାଗାରେ ଝୁଣ୍ଟି ପଡ଼ିଲେ ବେଶ ଆମେ ହଠାତ୍ ଆମ ପାଟିରୁ କ'ଣ ଆସିବ ଆଜ୍ଞା ଏ ମାଲୋ ଇଏ ମା ଲୋ ମାଲ କାରଣ ମା ନାଁଟା ଆଜ୍ଞା ଆମ ତୁଣ୍ଡରେ ଆସେ ବେଶ ନାଇଁ ଭାଇ ଆଜ୍ଞା ଯୁବରାଜ ରଘୁ ଯେତେବେଳେ ବିପଦ ପଡ଼ିଛି ଆହା ଅଶ୍ୱଟାକୁ ଆଉ ଦେଖିବାକୁ ପାଇଲେନି ନା ଏତେ ବଡ଼ ବିପଦ ଆଜି ମୋ ପାଖକୁ ଆସିଲା ହଁ ହଠାତ୍ ମା ବୋଲି ଡାକିଦେଲେ ମା କହିଲେ ମା କହିଲେ ଲୋ ମା 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 ଏ ବିପଦେ ହୁଅ ଏ ବିପଦେ ହୁଅ ଏ ବିପଦେ ହୁଅ କାହିଁ ମୁଁ ନ ପାଏ ଲୋ ମା ଏ ବିପଦେ ହୁଅ ମା ଏ ବିପଦେ ହୁଅ ଯେତେବେଳେ ସାରେ ମା ମା ବୋଲି ଡାକିଛନ୍ତି ହଁ ତାଙ୍କ ମା କାନରେ ଡାକଟା ପଡ଼ିଲା ଆଜ୍ଞା ଯୁବରାଜ ରଘୁଙ୍କର ମା କିଏ ସାରେ ସୁଦକ୍ଷିଣା ରହ ତମକୁ ପଚାରୁଛି ଯୁବରାଜ ରଘୁଙ୍କର ମା କିଏ କିଏ
ନା ସୁଦକ୍ଷିଣା ସେ ହେଉଛନ୍ତି ରାଜା ଦିଲ୍ଲୀପଙ୍କର ସ୍ତ୍ରୀ ଆହା ହୁଏତ ଜନ୍ମଦାତ୍ରୀ ହେଇଥାଇ ପାରନ୍ତି ଆଜ୍ଞା ହେଲେ କାହା ଯୋଗୁଁ ରଘୁଙ୍କର ଜନ୍ମ ବାପା ଗୋମାତା ନନ୍ଦିନୀ ହଁ ହଁ ନନ୍ଦିନୀର ସେବା କରିକି ଦିଲ୍ଲୀପ ଆଉ ସୁଦକ୍ଷିଣା ଆଜ୍ଞା। ରାଜା ରାଣୀ ଇଏ ଫୁଟିକି ପାଇଛନ୍ତି ବେଶ ତାମାନେ ଆଶୀର୍ବାଦ ହଉଛି କାହାର ନନ୍ଦିନୀ ଆଜ୍ଞା ତେଣୁ ନନ୍ଦିନୀର ହଉଛି କୃପାରୁ ଏ ଫୁଟି ଜନ୍ମ ତେଣୁ ବାସ୍ତବ ମାଟା ହଉଛି ନନ୍ଦିନୀ ଆଜ୍ଞା ରଘୁଙ୍କର ବାସ୍ତବ ମା ହଉଛି ନନ୍ଦିନୀ ତା ଆଶୀର୍ବାଦରୁ ପୁଅ ଜନ୍ମ ହେଇଛି ହଁ ତେଣୁ ମା ବୋଲି ଯେତେବେଳେ ଡାକିଦେଲେ ରଘୁ ମା ନନ୍ଦିନୀ କାନରେ ଡାକ ପଡ଼ିଲା ପଡ଼ିଲ ମା ନନ୍ଦିନୀ କାନରେ ଡାକଟା ପଡ଼ିଲ ତେଲେ ପଡ଼ିଲା ଆଜ୍ଞା ପୁଅ ଡାକିବ ମା ଆସିବନି ତେଣୁ ହମ୍ବା ରଡ଼ି ଦେଇ ନନ୍ଦିନୀ ଆସି ସେଠି ମିଳିଲା ଧାର ଧାର ହୋଇ ତାହାର ହମ୍ବା ହମ୍ବା ରଡ଼ି ଦେଇ ହଁ କାମଧେନୁ ନନ୍ଦିନୀ ଦୌଡ଼ିକି ଆଇଲା ଆସିଲା ମୋ ପୁଅକୁ ବିପଦ ପଡ଼ିଛି ହଁ ମୋ ଧନକୁ ବିପଦ ପଡ଼ିଛି ହଁ ମା କେବେ ରହିପାରିବ ନା ନା ପୁଅ ଯେତେ ଅସୁନ୍ଦର ହଉ ପୁଅ ଯେତେ ଖରାପ ହଉ ହଁ ମା କେବେ ଖରାପ ହବନି ଆଜ୍ଞା ନା ନା ଜଗତ ଗୁରୁ ଶଙ୍କରାଚାର୍ଯ୍ୟ କହିନାହାନ୍ତି କ'ଣ ଆଜ୍ଞା କୁପୁତ୍ର ଜାୟତେ କୁଚିତପି କୁମାତା ନ ଭବତି ଭବତୀ ଇଏ ଜଗତରେ ପୁଅ ବରଂ କୁପୁତ୍ର ହେଇଯିବ ସାର୍ ହଁ କୌଣସି ମା କେବେ କୁମାତା ହବନି ହବନି ତେବେ ଆଜ୍ଞା ସେଇଥିପାଇଁ ଆପଣମାନଙ୍କ ଡକ୍ଟର ମାୟାଧର ମାନସିଂ କହନ୍ତି ଆଜ୍ଞା କହିଲେ କହ ଦୁନିଆରେ ଇଏ କିଏ ମା ଭଳି ମା ସିନା ବଡ଼ ଜଗତରେ ମା ଭଳି ଆଉ କେହି ନାହିଁ ସାର୍ ନା ନା ଇଏ ପୃଥିବ୍ୟା ଗୁରୁତର ମାତା ପୃଥିବୀ ଠାରୁ ଗୁରୁତର ହଉଛି ମା ବଡ଼ ହଉଛି ମା ଆଜ୍ଞା କହିଲା ପୁଅ ହେଉ ପଛେ କୁଜା ଏଠି ଗୋଟେ ଚତୁଷ୍ପଦୀ ଭାଇ ମନେ ପଡୁଛି ଆହା ହା ହା ଚୌପଦୀ ଛାନ୍ଦ ଅଳଙ୍କାର ଶ୍ଲୋକ ନହେଲେ ପାଲା ହବନି ନା ନା ଶ୍ଲୋକ ନାଟକ ସୁନାଟକ ପ୍ରବନ୍ଧ ପ୍ରହାଳିକା ପଦ୍ୟାବଳୀ ଛାନ୍ଦ ଗଦ୍ୟ ଚତୁଷ୍ପଦୀଞ୍ଚ ପୟାର ଭଜନ ଗୀତାସ୍ତବ ପୁରାଣ ଶାସ୍ତ୍ର ଅଳଙ୍କାର ଯୁକ୍ତ ସଙ୍ଗୀତ ସାବଧାନ ହରିତର୍କ କଥା ନାନାଦି ପାଲାଶ୍ଚବ ବେଶ ସାହୁରେ ଆଜ୍ଞା ତେଣୁ ଗୋଟିଏ ପଦ ଚତୁଷ୍ପଦୀ କବି ହେଉଛନ୍ତି ଦେବଦତ୍ତ ପ୍ରଧାନ ପ୍ରଧାନ ସେ ମା ସମ୍ପର୍କରେ ଗୋଟେ ପଦ କହିଲେ ଆଜ୍ଞା କଲା କେହୁ ସରିକି ଇଏ ଜନନୀ ଜନ୍ମଦାତ୍ରୀ পরিকি কেহু সরিকি আরে কেহু সরিকি জননী জন্মদাতি পরিকি কক্ষে ধরি দিয়ে মুখে চুম্ব দিয়ে পথে ধরি দিয়ে মুখে চুম্ব দিয়ে ଆଉ କକ୍ଷେ ধরি দিয়ে মুখে চুম্ব দিয়ে কানি তଳେ কোଳ କରି কেহু সরিকি কেহু সরিকি জননী জন্মদাতি পরিকি জননী জন্মদাত্ରୀ পରି କିଏ ସରି ସାର୍ ନା ନା ହବ ନା କଳା ପୁଅ ହେଉ ପଛେ କୋଳା କଦାକାର ପୁଅ ହେଉ ପଛେ କଳା କଦାକାର ମାତା ନେତ୍ରେ ଶଶୀ ପରିକି କେହୁ ସରିକି କେହୁ ସରିକି ଜନনী ଜନ୍ମଦାତି ପରିକି ତେବେ ଆଜ୍ଞା ଜନନୀ ସହିତ ସମାନ ହେବା ପାଇଁ ଜଗତରେ କେହି ସରି ହେବେନି ନା ନା ହେ ମୋର ଗୁଣଗ୍ରାହୀ ବିବେକୀ ମହୋଦୟ ହଁ ସେଦିନ ଆଜ୍ଞା ମା ନନ୍ଦିନୀ ପୁଅର ଡାକରେ ଆସି ପହଞ୍ଚିଗଲା ଆହା ହମ୍ବା ହମ୍ବା ରଡ଼ି ଦେଇ ଦେଇ ଧାର ଧାର ଅଶ୍ରୁଳ ନୟନରେ ହଁ ଯେତେବେଳେ ନନ୍ଦିନୀ ପହଞ୍ଚିଛି ହଁ ଡାକିଲା ପୁଅ ମା ରଘୁ ମା କିରେ କ'ଣ ହେଲା ତୋର ମୋର ଭୂମିଷ୍ଠ ପ୍ରଣାମ ନେ ମା ମୋର ଭୂମିଷ୍ଠ ପ୍ରଣାମ କରୁଛି ମା ମୁଁ ପ୍ରଣାମ କରୁଛି ମା ଆୟୁଷ୍ମାନ ଭବ ମା ରଘୁ
ମା ରଘୁ ମା କିରେ କାହିଁକି ମତେ ଡାକିଲୁ? ମା ମତେ ବିପଦ ପଡିଛି। କଣ ବିପଦ ପଡିଛି ତୋତେ? ପିତା ଦେଇଥିବା ଗୁରୁ ଦାୟିତ୍ୱ ମୁଁ ସମ୍ପାଦନ କରିପାରିଲିନି ମା। ରଘୁ ମା ସମସ୍ତ କଥା ରଘୁ ମା ନନ୍ଦିନୀ ପାଖରେ କହିଲା। ନନ୍ଦିନୀ କହିଲା ପୁଅରେ ମା ତୋ ଯଜ୍ଞ ସବୁ ଜଣେ ନେଇଛି। କିଏ ମା? ସିଏ ଯିଏ ନେଇଛି ସିଏ ଗୋଟେ ଦେବତା। ମା ତୁ ମାନବ ହେଇଥିବାରୁ ମା ଦେବତାକୁ ତୁ ଦେଖି ପାରୁନୁ। ମା ଯେହେତୁ ସେ ଦେବତା ତୁ ମାନବ ମା ଦେବତାକୁ ତୋ ଆଖିରେ ଦେଖିପାରିବୁନି। ହେଲେ ମା କିନ୍ତୁ ମୁଁ ତୋତେ ଏମିତି ଗୋଟେ ଆଶୀର୍ବାଦ କରିବି ମା ତୁ ସେ ଦେବତାକୁ ଦେଖିପାରିବୁ। କେମିତି ମା? ସାରେ ସେ ନନ୍ଦିନୀ ଆଜ୍ଞା କାମଧେନୁ ହେନୁ ଯାହା ଚାହିଁବ ସେ କରିଦବ। ପ୍ଲିଜ ତା ପାଖରେ ଅସମ୍ଭବ କିଛି ନାହିଁ। ନା ନନ୍ଦିନୀ ଗୋଟେ ଉପାୟ ବତେଇ ଦେଲା। ଆଜ୍ଞା କହିଲା ପୁଅ ମା ମୁଁ ଗୋଟେ ଉପାୟ ତତେ କହୁଛି କଣ ଉପାୟ? ତୁ ଯଦି ସେଇଟାକୁ କରିବୁ ବସ ହଁ କରିବୁ ହଁ ତାହେଲେ ସେ ଅଶ୍ୱଚୋରକୁ ଦେଖିବୁ ଠିକ ଅଛି ମା। ବା ସେ ଦେବତାକୁ ଦେଖିବୁ। ଆହା କଣ ଉପାୟ କହିଲା? ମହାକବି କାଳିଦାସ ବହି ହେଉଛି ରଘୁବଂଶ ମହାକାବ୍ୟ। ପ୍ଲିଜ 4 ଦିନ ପାଲା ହବ। ଇଏ ରଣପୁର ଆଜ୍ଞା ଐତିହ୍ୟର ମାଟି ଆଜ୍ଞା ହେଁ ପୁରାତନ ମାଟି ତେଣୁ କଳା ସଂସ୍କୃତିର ମାଟି। ମାଟି ଆଉ ଯିଏ ଅଖଣ୍ଡ ପୁରୀ ଜିଲ୍ଲା ଭିତରେ ଆଗରୁ ଥିଲା ଏବେ ହୁଏତ ଖଣ୍ଡ ଖଣ୍ଡ ହେଇଛନ୍ତି। ଆଜ୍ଞା ଇଏ ନୟାଗଡ଼ରେ ଅଛନ୍ତି। ଆଜ୍ଞା ତେବେ ହଁ ଇ ଅଖଣ୍ଡ ପୁରୀ ଜିଲ୍ଲାରେ ଯଦି ପାଲାକାର ଗୋଟେ ଦିନ କାବ୍ୟ ନ କରେ ତାହେଲେ ଶିଖି ପାଲା ବାଲା ନା ନା ମୋ ଭାଇ ତ ବସିଛନ୍ତି ଆଜ୍ଞା କେତେ କାବ୍ୟ ଘୋଷିଥିଲେ କେତେ କାବ୍ୟରେ ପାଲା ହୁଏ। ଆଜ୍ଞା ଆଉ ତ ଏବେ ସବୁ ଶସ୍ତାଳିଆ ଗାୟକ ବାହାରିଲେ ହଁ ହଁ ଚାରିପଦ ନକଠକିଆ କଥା କହିଦେଲେ ଚାରିପଦ ଯୋଡ଼ା ଯୋଡ଼ିକି କଥା କହିଦେଲେ ପାଲା ହେଲା। ହେଇଗଲା ନା ସେ ପାଲାର ମୌଳିକତା ନୁହଁ। ନା ତେବେ ଆଜ୍ଞା ସେଦିନ ହଁ କାଳିଦାସ କହୁଛନ୍ତି ଆଜ୍ଞା ହେ ପୁଅ ରଘୁ ମା ମୋ କଥା ଯଦି ମାନିବୁ ତାହେଲେ ତୁ ଦେଖିପାରିବୁ ସେ ଅଶ୍ୱଚୋରକୁ। କଣ ମା? ସେ କଣ କହିଲେ? କଣ? କହିଲେ ତଦଙ୍ଗ ନିତ୍ୟନ୍ଦ ଜଳେ ନଲୋଚନେ ମୂର୍ଜା ପୁଣ୍ୟ ନ ପୁରସ୍କୃତା ସତାମ ଅତୀନ୍ଦ୍ର ସ୍ୱାପୀ ପୂର୍ଣ୍ଣ ଦର୍ଶନ ଇଏ ବଭୁବ ଭାବେ ସୁଦିଲ୍ଲୀପ ନନ୍ଦନ। ମା ନନ୍ଦିନୀ କହିଲା ହେ ରଘୁ ମା ତୁ ମୋ କଥା ମାନେ ମୁଁ ଗୋଟେ ଉପାୟ ବତଉଛି ଯଦି କରିବୁ ସେ ଅଶ୍ୱଚୋର ଦେବତାକୁ ଦେଖିବୁ। କଣ ସେ ଉପାୟ ମା? ନା କଣ ମା କରିବି? କଣ କରିବି ମା? ନା ତଦଙ୍ଗ ନିତ୍ୟନ୍ଦ ଜଳେ ନ ଲୋଚନେ ଲୋଚନି ତୋ ଲୋଚନ ବୋଲେ ଆଖି ମୋର ଅଙ୍ଗ ନିଃସୃତ ପବିତ୍ର ଜଳରେ ତୁ ଧୌତ କର। ମା ମୋ ଅଙ୍ଗ ନିଃସୃତ ପବିତ୍ର ଜଳରେ ତୋର ଲୋଚନ ବୋଲେ ଆଖିଟାକୁ ଧୋଇଦେ। ମା ନନ୍ଦିନୀର ଅଙ୍ଗ ନିଃସୃତ ଜଳ କଣ ଆଜ୍ଞା? କଣ ସିଏ? ତା ମୂତ୍ର। ଆଜି ଇଏ କାଳିଦାସ ଆଜ୍ଞା 1000 ବର୍ଷ ତଳେ ଯୋଉଟା ଲେଖି ଦେଇଛନ୍ତି ଆଜ୍ଞା ଆଜି ମଧ୍ୟ ଆୟୁର୍ବେଦିକ ଡାକ୍ତର ମାନେ ସେ କଥା କହୁଛନ୍ତି ଯେ ଗୋମୂତ୍ର ଆଖିରେ ଲଗେଇଲେ ଦୃଷ୍ଟି ଶକ୍ତି ବଢେ। ପଢି এটা হচ্ছে আয়ুর্বেদ বিজ্ঞান। আଜ୍ଞା কিন্তু কালিদাস বহু পূর্বরু ইয়ে রঘুবংশ কাব্যরে কথা মধ্যে লিখিଛନ୍ତି। বেশ দেখন্তু আম ভারতর মুনি ঋষি মানে কবি মানে কেতে উন্নত ধরনের সব থিলে আଜ୍ଞା নাকি স্যার? হ্যাঁ তেমন সেদিন আଜ୍ଞା রঘুবংশ কাব্যরে কালিদাস কহিলে নন্দিনী কৌছি রঘু মোর অঙ্গ নিঃসৃত জল বা গোমূত্র তু নেকি তো আখিরে মার দৃষ্টিশক্তি বঢ়িব বেশ ইন্দ্রিয়াতীত সকল জিনিস দেখিপারিবু আଜ୍ଞା ଆଉ ସେ ଦେବତାକୁ ମଧ୍ୟ ଦେଖିପାରିବୁ। ପାରିବୁ ଇଏ କଥା କହିଲା ପରେ ଆଜ୍ଞା ଗୋମାତା ନନ୍ଦିନୀର ନିର୍ଦ୍ଦେଶରେ ଯୁବରାଜ ରଘୁ ନନ୍ଦିନୀର ଅଙ୍ଗ ନିଃସୃତ ପବିତ୍ର ଜଳ ଯୋଉଠି ନିର୍ଗତ ହେଇଛି ଆଜ୍ଞା ତାକୁ ଆଣିକି ଆଖିରେ ଲଗେଇଲା। ମାରିଲା ତାହେଲେ ଆଖିରେ ମାରିଦେଲା ହଁ ଦୃଷ୍ଟି ଶକ୍ତି ବଢିଲା ବେଶ ଇନ୍ଦ୍ରିୟାତୀତ ସକଳ ଜିନିଷ ସେ ଦେଖିବାକୁ ପାଇଲେ। ହଁ ଆଉ ଅନତି ଦୂରରେ ଇନ୍ଦ୍ର ମାତଳି ସାହାଯ୍ୟରେ ଅଶ୍ଵ ନେଉଛି ମଧ୍ୟ ଦେଖିଲେ। ଦେଖିଲି ହେଁ ହଁ ତାହେଲେ ଦେଖିଲେ ଆଜ୍ଞା ଇଏ ଯୁବରାଜ ଇଏ ହଁ। କ୍ଷତ୍ରିୟ ସନ୍ତାନ ହଁ। ଛାଡ଼ିବେ ନା ନା କଣ କହିଲେ? ଡାକିଲେ କହିଲା ବାଜି ଗେନି କେଣେ ଏ ବାଜି ଘେନି କେଣେ ଚାଉଆରେ ପାଜି ଆଜି ପଡି ଅଛୁ ଧରା ଆଜି ପଡ଼ି ଅଛୁ ଧରା ରେ ବୋଲା ଆଜି ପଡ଼ି ଅଛୁ ଧରା ଏ ଓ ଆଜି ଧରା ପଡିଛୁ ପଡ଼ିଛୁ ଆଜି ଆଉ ଛାଡ଼ିବାର ନାହିଁ। ଯାଉଛୁ କୁଆଡେ? କହିଲା ବାଜି ଘେନି କେଣେ ଏ ଚାଉଆରେ ପାଜି ଆଜି ପଡି ଅଛୁ ଧରା ଆଜି ପଡ଼ି ଅଛୁ ଧରା ରେ ବୋଲା ଆଜି ପଡ଼ି ଅଛୁ ଧରା ବାଜି ଗଲେ ବାଣ ଭାଙ୍ଗି ଯିବ ଟାଣ ଆଜି ଗଲେ ବାଣ ଭାଙ୍ଗି ଯିବ ଟାଣ
ରଘୁ କହିଲେ କହିଲେ ବାଜି ଘେନି କେଣେ ଯାଉ ଆରେ ପାଜି ବାଜି ଆଜି ପଡ଼ିଅଛୁ ଧରା ଧରା ଇଏ ବାଜି ବୋଲେ ଘୋଡ଼ା ଆଜ୍ଞା। ଇଏ ଯଜ୍ଞ ଘୋଡ଼ାଟାକୁ ନେଇକି କୁଆଡ଼େ ଯାଉଛୁ ତୁ ପାଜି ବାଜି ଆଜି ଧରା ପଡ଼ିଛୁ ବେଶ। ରେ ତୋର ଛଡ଼ାଇବି ଯେତେ ଅହଙ୍କାର ତୁ ମନ ଭିତରେ ଯୋଉ ଅହଙ୍କାର କରିଛୁ ଆଜ୍ଞା। ଦେବରାଜ ବୋଲି ସବୁ ଅହଙ୍କାର ତୋର ଚୂର୍ଣ୍ଣ କରିବି ଏ ଗର୍ଜି ରଘୁ ବୋଲେ ପରା ରଘୁ ଏଇ କଥା ଗର୍ଜନ କରି କହିଲେ କହିଲେ ଇନ୍ଦ୍ରକୁ ବାରମ୍ବାର ଚୋର ବୋଲି କହିଲେ ଆଜ୍ଞା ହେ ଚୋର ଅଶ୍ୱଚର ରହ ବାରମ୍ବାର ଯେତେବେଳେ ଅଶ୍ୱଚର କହିଲେ ହଁ ବାପା ଦେବରାଜ ଇନ୍ଦ୍ର ସିଏ ଆଜ୍ଞା ମର୍ତ୍ତ୍ୟର ଗୋଟାଏ 12 ବର୍ଷର ପିଲା ମାନବ ପିଲାଟା ଆଜ୍ଞା ତାଙ୍କୁ ଚୋର କହିବ ହଁ ହଁ ସିଏ ସହିବେ ନା 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 ହେଁ ଯୋଉ ଯାଉଥିଲେ ଆଜ୍ଞା ଆଉ ଗଲେନି ଆଉ ସେଠି ଠିଆ ହେଲେ ଆଉ ହଁ ହଁ ଇଏ ବାରମ୍ବାର ଚୋର ବୋଲି କହୁଛି ଆଜ୍ଞା ଇନ୍ଦ୍ର ଠିଆ ହେଲେ ଇନ୍ଦ୍ର ଡାକିଲେ ରଘୁ ଦେବରାଜ ରଘୁ ଦେବରାଜ ମୁଁ ଚୋର ନୁହଁ ତମେ ଚୋରି କରିଛ ମୋର ଅଶ୍ଵ ମୁଁ ଚୋର ନୁହଁ ତମେ କେମିତି ଚୋର ନୁହଁ ଗୋଟା ବାଟରେ କାଟିଲେ ଆଜ୍ଞା ଇନ୍ଦ୍ରଙ୍କୁ ଚୋର କହିବ ଆଜ୍ଞା ସିଏ ଚୋର ହେବେ ଇନ୍ଦ୍ର କହିଲେ ମୁଁ ଚୋର ନୁହଁ କେମିତି କେମିତି ଆଉ ଗୋଟା ଶ୍ଲୋକ କାଳିଦାସ କହିଛନ୍ତି ଆଜ୍ଞା ହେଁ ହଁ। କହିଲେ ହରି ଯଥୈକ ପୁରୁଷୋତ୍ତମ ସ୍ମୃତମ୍ ମହେଶ୍ୱର ତ୍ରମ୍ବେକ ଏବ ନା ପର ତଥା ବିଦ୍ରୁମା ମୁନୟ ଶତକ୍ରତୁ ଦ୍ୱିତୀୟଗାମୀ ନହି ଶବ୍ଦ ଏ ସଦଃ ଦେବରାଜ ଇନ୍ଦ୍ର କହିଲେ କହିଲେ ରଘୁ ହଁ ହରି ଯଥୈକ ପୁରୁଷୋତ୍ତମ ସ୍ମୃତ କହ ହରି ବୋଲେ ନାରାୟଣ ଆଜ୍ଞା ପୁରୁଷୋତ୍ତମ କହିଲେ ନାରାୟଣକୁ ବୁଝାଏ ବୁଝାଏ ଯେମିତି ପୁରୁଷୋତ୍ତମ କହିଲେ ନାରାୟଣକୁ ବୁଝାଏ ଆଜ୍ଞା ତ୍ରମ୍ବକ କହିଲେ ଶିବଙ୍କୁ ବୁଝାଏ ବୁଝାଏ ଠିକ ସେଇଭଳି ବିଦ୍ରୁମା ପଣ୍ଡିତ ଜ୍ଞାନୀ ମାନେ ଆଜ୍ଞା ଶତକ୍ରତୁ ନାମରେ ମୋତେ ଜାଣନ୍ତି ଜାଣନ୍ତି ଇନ୍ଦ୍ରକୁ ସମସ୍ତେ କହନ୍ତି ଶତକ୍ରତୁ ଆଜ୍ଞା ସତ ବୋଲେ 100 କ୍ରତୁ ବୋଲେ ଯଜ୍ଞ 100ଟି ଅଶ୍ୱମେଧ ଯଜ୍ଞର ସମ୍ପାଦକ ଭାବରେ ଇନ୍ଦ୍ରଙ୍କୁ ଆଜ୍ଞା ଧରାଯାଏ ବେଶ ତେଣୁ ଇନ୍ଦ୍ର ସେଇ କଥା କହିଲେ ଆଜ୍ଞା। ମୋତେ ଜ୍ଞାନୀ ମାନେ ପଣ୍ଡିତ ମାନେ କହନ୍ତି ଶତକ୍ରତୁ 100ଟି ଅଶ୍ୱମେଧ ଯଜ୍ଞର ମୁଁ ହେଉଛି ସମ୍ପାଦକ ବେଶ ଯଦି ମୁଁ 100 ଅଶ୍ୱମେଧ ଯଜ୍ଞର ସମ୍ପାଦକ ତମ ପିତା ଦିଲ୍ଲୀପ ମୋ ପଦବୀ ଛଡ଼େଇବା ପାଇଁ ସେ ଅଶ୍ୱମେଧ ଯଜ୍ଞ କରୁଛନ୍ତି ଆଚ୍ଛା ତେଣୁ ପଦବୀକି ବଞ୍ଚେଇବା ପାଇଁ ଅଶ୍ୱଟାକୁ ମୁଁ ନେଉଛି ହଁ ତେଣୁ ସମସ୍ତଙ୍କର ପଦବୀ ପ୍ରତି ମୋହ ଅଛି ମମତା ଅଛି ଆଜ୍ଞା। ତେଣୁ ପଦବୀ ବଞ୍ଚେଇବା ପାଇଁ ମୋ ଅଶ୍ୱଟାକୁ ନେଇଯାଉଛି ହଁ ତେଣୁ ମୁଁ ତ ଚୋର ହେବିନି ହ୍ୟାଲୋ ରହ ଗାୟକ ମହେଶଙ୍କର ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ ରଣପୁର ଡିବି ଟିମ୍ 100 ଟଙ୍କା ପ୍ରଦାନ କରିଛନ୍ତି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ କଣ ଜଗନ୍ନାଥ କହିଲେ ଜିପିଟି ହଉ ଆମର ସେଇ ପୁରସ୍କାର ଦାତା ଜିପିଟି ଭାଇଙ୍କର ଜିପି ଟିମ୍ ସତ୍ୟନାରାୟଣ ମହାପ୍ରଭୁ ତାଙ୍କର ସକଳ ରିଷ୍ଟ କଷ୍ଟ କରନ୍ତୁ ସପରିବାର ସୁଖ ରଖନ୍ତୁ ଏବଂ ସମସ୍ତଙ୍କର ମହାପ୍ରଭୁ ମଙ୍ଗଳ କରନ୍ତୁ ସର୍ବେ ବୋଲାନନ୍ଦ କବାର ତେବେ ହଁ ଇନ୍ଦ୍ର ଗୋଟା ବାଟରେ କାଟିଲା ମୋ ପଦବୀ ରକ୍ଷା କରିବା ପାଇଁ ମୁଁ ଅଶ୍ୱ ନେଉଛି ଆଚ୍ଛା ମୁଁ ଚୋର ହେବିନି ଆଚ୍ଛା କିନ୍ତୁ ଇନ୍ଦ୍ର କଥା ଶୁଣିକି ରଘୁ କହିଲା ଇନ୍ଦ୍ର ହଁ ଯଦି ତୁ ପଦବୀ ରକ୍ଷା କରିବା ପାଇଁ ଅଶ୍ୱଟାକୁ ନେଉଛୁ ହଁ ଇଏ ଅଶ୍ୱ ମଥାରେ ଯୋଉ ଫଳକଟା ଲେଖା ଅଛି ତାକୁ ପଢୁନୁ ପଢ ଲେଖା ଅଛି କଣ ନା ଯଦି କେହି ବୀର ପୁଙ୍ଗବ ଇଏ ଅଶ୍ୱଟାକୁ ନେବ ଆଗେ ଅଶ୍ୱରକ୍ଷକ ସହିତ ଯୁଦ୍ଧ କରିବାକୁ ପଡ଼ିବ ବେଶ ତେଣୁ ମୁଁ ତ ଅଶ୍ୱରକ୍ଷକ ମୋ ସହିତ ଯୁଦ୍ଧ ଆଗେ କରେ ମୋତେ ପରାସ୍ତ କରେ ତାପରେ ଅଶ୍ୱ ନେବୁ ନବ ଏଇଟା ହେଉଛି ନିୟମ ଆଜ୍ଞା ଇଏ କଥା ଯେତେବେଳେ କହିଲି ଇନ୍ଦ୍ର କହିଲା ଆଚ୍ଛା କିରେ ମୁଁ ତୋ ସହିତ ଯୁଦ୍ଧ କରିବି ଆଉ କଣ ତୁ କ'ଣ ମୋ ସାଙ୍ଗର ଯୋଦ୍ଧା ଆଉ କଣ ଯୋଦ୍ଧା ନୁହଁ ନା କାହିଁକି କିରେ ତୁ ମର୍ତ୍ତ୍ୟର ଗୋଟା 12 ବର୍ଷର ବାଳକଟା ହଁ ମାନବ ପିଲାଟା ମୁଁ ଦେବରାଜ ଇନ୍ଦ୍ର ପୁଣି ହଁ ମୁଁ ତୋ ସହିତ କ'ଣ ଯୁଦ୍ଧ କରିବି ନାଇଁ ନା ଯୁଦ୍ଧ କାହା ସହିତ କେମିତି କରାଯାଏ ନାହିଁ କହିଲା ହାତୀ ସିନା ଜାଣେ ସାଥିର ଶକତି ସିନା ଜାଣେ ରଣନୀତି କି ଜାଣିବ ପଦ୍ମ ମଧୁ ସ୍ୱାଦ ବାନର ଜାଣିବ ହାତୀ ସିନା ସାଥିର ଶକତି ଜାଣିବ ଆଜ୍ଞା ଯିଏ ସେନା ସିନା ହେଇଥିବ ରଣନୀତି ଜାଣିବ ଜାଣିବ ଇଏ ଭେକ କି ଜାଣିବ ପଦ୍ମ ମଧୁ ସ୍ୱାଦ ଭେକ ବୋଲେ ବେଙ୍ଗ ଆଜ୍ଞା ଇଏ ବେଙ୍ଗଟା ଆଜ୍ଞା ପଦ୍ମର ମଧୁ ସମ୍ପର୍କରେ ସେ କ'ଣ ଜାଣିବ କହୁନାହାନ୍ତି କିଛି ନାହିଁ ବାନର ଜାଣିବ ପ୍ରୀତି ବାନର କେବେ ପ୍ରୀତି କଲାଣି ନା ନା ମୋ ବେହେରା ଭାଇ କାଲି କହୁଥିଲେ ଶାରଦା ବାବୁ ହଁ ତମର ରସ ନାହିଁ ହଁ ରସ କହିଲେ ତମେ ନିରସିକା ଗାୟକ ହଁ କଣ କହୁଛ ଆଉ ମୋର ରସ ନାହିଁ ହଁ
ମୋ ଭାଇ କିନ୍ତୁ ପୁଅ ମାନେ ସବୁ ଭେଣ୍ଡା ଭେଣ୍ଡା ହେଲେଣି ପୁଅ ଝିଅ ବାହା କଲେଣି ତାଙ୍କର ଖାଲି ଶୃଙ୍ଗାର ରସ ଗୁଡାକ ଗଳି ପଡୁଛି କଣ କହୁଛ ଭଲ ତମ ରସ ନା ହଉ ହଉ ମୋ ଭାଇ ତମେ ସେମିତି ରସିକ ହେଇକି ଥାଅ ଆମର ରସ ଆଉ ନ ରହୁ ମୁଁ ଆଉ ଚାହୁଁନି ଆମର ଗୋଟେ କାମ କର ଟିକେ ଖଜୁରୀ ରସ ପିଇ ଦିଅ କହିଲା ବଳବନ୍ତ ଲୋକ ସଙ୍ଗେ ନ କରିବ କଳି ଅଗ୍ନିରେ ଲାଗିଲେ କାଠ ନିଜେ ଇନ୍ଦ୍ର ବୁଝେଇଲା କହିଲା ହେ ରଘୁ କିରେ ବଳବନ୍ତ ଲୋକ ସହିତ କଳି କେବେ କରାଯାଏନି ମୁଁ ହେଲି ବଳୁଆ ମୁଁ ଦେବରାଜ ମୁଁ ହଉଛି ଇନ୍ଦ୍ର ତୁ ଗୋଟେ ସାମାନ୍ୟ ମର୍ତ୍ତ୍ୟର ବାଳକଟା ତୁ କଣ ମୋ ସହିତ ସମାନେ ତୁ ମତେ ଯୁଦ୍ଧରେ ପାରିବୁନି ଛୋଟ ପିଲାଟା ତୁ ପଳେଇ ଯା ପଳେଇ ଯା ପଳେଇ ଯା ମତେ କହୁଛ ସିଆଡେ କଣ ହାତ ଛାଡୁଛ ଏଟା କଳିଆଟା ପୁରା କହିଛି ଆଜି ମୋ ଭାଇ କହିବିନି ତେବେ ବାରମ୍ବାର ତେଲେ ମନା କଲେ ବାରମ୍ବାର ଯୁଦ୍ଧ ପାଇଁ ବାରଣା କଲେ କିନ୍ତୁ ରଘୁ ମାନିବ ନା ରଘୁ ଛାଡ଼ିବ ସାର୍ କ୍ଷତ୍ରିୟ ସନ୍ତାନ ଛାଡ଼ିବ ସିଏ ରଘୁ କଲା ଦେବରାଜ ଯୁଦ୍ଧ ନ କଲେ ଅଶ୍ୱକୁ ଛାଡ଼ିବିନି ମୋ ସହିତ ଯୁଦ୍ଧ କର ମତେ ପରାସ୍ତ କର ତାପରେ ଅଶ୍ୱ ନବ ବାଧ୍ୟ ହେଇକି ଆଜ୍ଞା ଇନ୍ଦ୍ର ଯୁଦ୍ଧ କଲା ଆଜ୍ଞା ଆଉ ବାଟ ନାହିଁ ସମତ ନାହିଁ ଏବେ ବାଟ ନାହିଁ ଇନ୍ଦ୍ରର ଯୁଦ୍ଧ ଆରମ୍ଭ କଲା କେମିତି ଯୁଦ୍ଧ ହେଲା ଗୋଟା ପଦ ଛାନ୍ଦ ରାଗ ହଉଛି ଭାଇ କାମଦି କହିଲା ଆଦ୍ରାବଳୀ ଧନୁରେ ପାଲାର ଯଦି ଗାଇବା ଠିକ ନ ହବ ପାଲା ହବ ପାଳିଆ ଦଳମେଳ କେତେ ଦିନ କାମ କରିବେ ନିଜେ ମୁଖ୍ୟ କରିବା ଦରକାର ନହେଲେ ହବନି କହିଲା ଆଦ୍ରାବଳୀ ଧନୁରେ ସରଜୋଖିଲେ ଖରେ हे मोर गुणग्राही विवेकी महोदय आद्रावली धनुरे स्वर जोखिले खरे निमिषे लक्ष लक्ष स्वर देवराज इंद्र तांको आद्रावली धनुरे युवराज रघुपुर को स्वर प्रयोग कले बोला निमिषरे लक्ष लक्ष स्वर इंद्र मारिले हेले रघु छाड़िबो ना रघु छाड़िबो अशोक भाई क्षत्रिय संतान सी बोला ओ इंद्र बोला पछ घुंचा नाही वीर मुझे क्षत्रिय संतान जे पछगुंचा दे से भीरु कापुरुष तेबे हे इंद्र तू मते लक्ष लक्ष स्वर मारुच मु तोर सब स्वर को आज प्रतिरोध करबी हाँ बस तेबे
ଆଜ୍ଞା ଦେବରାଜ ଇନ୍ଦ୍ରଙ୍କର ହଁ। ଏ ଯେତେ ସର ସବୁ ମାରିଛନ୍ତି ଆଜ୍ଞା ରଘୁ କଣ କଲେ କଣ ନାରାଚ ସର ମାରି ଇନ୍ଦ୍ରଙ୍କର ସାରେ ସବୁ ସରକୁ କାଟିଦେଲେ ଆଚ୍ଛା ସବୁ ସରକୁ କାଟିଦେଲେ ଶେଷରେ ରଘୁ କହିଲା ଇନ୍ଦ୍ର ହଁ ତୁ ମତେ ଲକ୍ଷ ଲକ୍ଷ ସର ମାଇଲୁ ମାରିଲୁ ତ ସବୁ ସରକୁ ମୁଁ କାଟି ଦେଇଛି କାଟିଛି ସବୁ ସରକୁ ମୁଁ ପ୍ରତିହତ କରିଦେଲି ବେଶ ଏବେ ମୁଁ ଗୋଟେ ସର ମାରିବି ସମ୍ଭାଳେ ଇନ୍ଦ୍ରଙ୍କ ଉପରକୁ ରଘୁ ଗୋଟେ ସର ପ୍ରୟୋଗ କଲା ଆଜ୍ଞା କଣ ସେ ସର ସାରେ ଆଜ୍ଞା ମହାକବି କାଳିଦାସ ଆଜ୍ଞା ବହୁଛି ରଘୁବଂଶ ମହାକାବ୍ୟ ବେଶ କହିଲେ ଜହାର ଚା ନେଇ ନ ମୟୂର ପତ ତ୍ରିଣାଙ୍ଗ ସରେନା ସକ୍ରେ ସମହାସନି ଧୋଜ ଅଜସ୍ତ୍ର ଦୀକ୍ଷା ପ୍ରାତ ସଦ ଗୁରୁ ତୋର ଶେଷ ନ ଫଳେ ନ ଯୁଜିଓ ଦେବରାଜ ଇନ୍ଦ୍ରଙ୍କର ଉପରକୁ ସର ଗୋଟେ ମାରିଲା ଆଜ୍ଞା ରଘୁ ହଁ ସେ ସର ନାଁ କଣ ଜହାର କାଳିଦାସ କହିଲେ ରଘୁବଂଶ ମହାକାବ୍ୟରେ ଆଜ୍ଞା ଜହାର ଚା ନେନ ମୟୂର ପତ ତ୍ରିଣାଙ୍ଗ ମୟୂର ପକ୍ଷ ନାମକ ଆଜ୍ଞା ଏକ ବିଶିଷ୍ଟ ବାଣ ବାଣ ରଘୁ ପ୍ରୟୋଗ କଲେ ବେଶ ସେ ବାଣ ଗଲା ସେ ସର ଗଲା ଆଜ୍ଞା ଦେବରାଜ ଇନ୍ଦ୍ର ଯୋଉ ରଥ ଉପରେ ବସିକି ଯୁଦ୍ଧ କରୁଥିଲେ ହଁ ସେ ବିଜୟ ରଥର ପତାକା ଯାର ନାଁ ହଉଛି ଆଜ୍ଞା ମହାଶନି ଧ୍ୱଜ କାଳିଦାସ କହିଲେ ଆଜ୍ଞା ଏ ମହାଶନି ଧ୍ୱଜ ମହାଶନି ପତାକାର ବେଣ୍ଟଟାକୁ ସିଧା କାଟିଦେଲା ବେଶ ବେଣ୍ଟଟା ଯେତେବେଳେ କାଟିଦେଲା ଆଜ୍ଞା ଏ ପତାକାଟା ସିଧା ଆସିକି ତଳେ ପଡ଼ିଲା ହଁ ତା ମାନେ ସତେ କି ଦେବରାଜ ଇନ୍ଦ୍ରଙ୍କର ମଥାରୁ ମୁକୁଟଟା ଖସି ପଡ଼ିଲା କି ପଡ଼ିଲା ଆଉ ରଥର ପତାକାଟା ଖସି ପଡ଼ିବା ମାନେ ଆଜ୍ଞା ତାଙ୍କ ମୁକୁଟ ପଡ଼ିଲା ସହିତ ସମାନ ହବନି ସାର୍ ସମାନ ଏଇଟା ଇନ୍ଦ୍ରଙ୍କୁ ଭାରି ବାଧିଲା ହଁ କହିଲା ସାମାନ୍ୟ ଗୋଟେ ମର୍ତ୍ତ୍ୟପୁରର ବାଳକଟା ସିଏ ମୋତେ ଆଜି ଏତେ ଦଶା କରୁଛି ହଁ ମୋ ମୁକୁଟକୁ ଖସେଇ ସାରିଲାଣି ପତାକାଟାକୁ ଭାଙ୍ଗି ସାରିଲାଣି ଆଜ୍ଞା ଆଉ ଛାଡ଼ିବିନି ଆଉ ନା ଶେଷରେ ହଁ। ଇନ୍ଦ୍ର ଅତ୍ୟନ୍ତ କ୍ରୋଧାନ୍ୱିତ ହେଇକିରି ବେଶ ତା ଶେଷ ଅସ୍ତ୍ରକୁ ବାହାର କଲା ଆଜ୍ଞା ସବୁ ଅସ୍ତ୍ର ଯାଇଛି ହଁ। ଶେଷ ଅସ୍ତ୍ର ବାହାର କଲା ଆଜ୍ଞା ଇନ୍ଦ୍ରର ଶେଷ ଅସ୍ତ୍ର କଣ ସାର୍ ଛୁଞ୍ଚି ବଜ୍ର ବଜ୍ର ବଜ୍ରକୁ ଧରିଲା ଆଜ୍ଞା ତେଣୁ ରଘୁଙ୍କୁ ପ୍ରହାର କରିବା ପାଇଁ ବଜ୍ର ଧରିଲା ଆଜ୍ଞା ଅନ୍ୟ ଦେବତା ମାନେ ସମସ୍ତେ ଆକାଶରେ ଚାହିଁଛନ୍ତି ଧିକ୍କାର କଲେ ଇନ୍ଦ୍ର ହଁ କହିଲେ ସତ ଧିକି ତୋତେ ସାମାନ୍ୟ ଗୋଟେ ପଦବୀ ପାଇଁ ଗୋଟେ ବାଳକଟାକୁ ହତ କରୁଛୁ ପୁଣି ବଜ୍ର ମାରୁଛୁ କିନ୍ତୁ ନିଜର ପଦବୀ ପ୍ରତି ଏତେ ମୋହ ମମତା ଆଜ୍ଞା ବାଳକକୁ ବିନାଶ କରିବା ପାଇଁ ବଜ୍ରକୁ ଛାଡ଼ିଲା ଛାଡ଼ିଲା ବଜ୍ର ଆସିଲା ଆଜ୍ଞା ଆଉ ରଘୁ ତାକୁ ପ୍ରତିହତ କରିପାରିଲେ ନାହିଁ ନା ବକ୍ଷରେ ଆସିକି ବଜ୍ର ବାଜିଲା ବାଜିଲା କହିଲା ବକ୍ଷେ ବାଜିଣ ସର ନିକିଳି ଗଲା ମା ବୋଲିଣ କହି ତଳେ ପଡ଼ିଲା ବକ୍ଷରେ ବାଜିଛି ଅମୋଘ ଅସ୍ତ୍ର ବଜ୍ରସର ବେଶ ଆଉ ରଘୁ ତାକୁ ପ୍ରତିହତ କରିବାର ଶକ୍ତି ନାହିଁ ନା ନା ଶେଷରେ ରଘୁ ସେଠାକା ଅଚେତ ଅବସ୍ଥାରେ ସେଠାକା ପଡ଼ିଗଲେ ହଁ ତେଣୁ ଅଚେତ ଅବସ୍ଥାରେ ମରିକି ପଡ଼ିଗଲେ ମରିଯାଇଛନ୍ତି ଆଜ୍ଞା ରଘୁ ସେଠି ମୃତ ପଡ଼ିଛନ୍ତି ତଳେ ଏତିକି ବେଳେ ସମସ୍ତ ସୈନ୍ୟମାନେ ଦୌଡ଼ି ଆସିଲେ ରଘୁଙ୍କର ପାଖକୁ ପାଖକୁ ଯୋଉ ରଘୁଙ୍କ ସାଙ୍ଗରେ ଯୋଉ ସୈନ୍ୟମାନେ ଯାଇଥିଲେ ସବୁ ଦୌଡ଼ି ଆସିଲେ ହଁ ରଘୁଙ୍କର ଚତୁର୍ପାର୍ଶ୍ୱରେ ଆଜ୍ଞା ବେଢ଼ି ଯାଇଛନ୍ତି ହଁ ସମସ୍ତେ ରଘୁଙ୍କର ପାଖରେ ବସିକିରି ସମସ୍ତେ ବିଳାପ କରୁଛନ୍ତି ଆଜ୍ଞା କ'ଣ କହିଲେ କଣ କହିଲେ ଆମେ ଆଉ କୋଉ ମୁହଁ ନେଇକି ଅଯୋଧ୍ୟାକୁ ଫେରିବୁ ଯୋଉ କଥା ନେଇକି ବାପା ପଠେଇଥିଲେ ତୁମକୁ ଆଜ୍ଞା ସେ କଥା ତୁମେ ରଖିପାରିଲନି ସେ ଇନ୍ଦ୍ର ବାଣରେ ମଲ ତେଣୁ ଆମେ ଅଯୋଧ୍ୟାକୁ କୋଉ ମୁହଁକୁ ନେଇକି ଯିବୁ ଫେରିବୁ ସୈନ୍ୟମାନେ ପ୍ରଜାମାନଙ୍କର କ୍ରନ୍ଦନ ଆହା ଆମେ ଫେରିଲା ପରେ ହଁ। ତୁମ ବାପା ଦିଲ୍ଲୀପ ଯେତେବେଳେ ପଚାରିବେ ଆମେ କି ଉତ୍ତର ଦେବୁ କହିଲା ପିତା ଦିଲ୍ଲୀପ ରାଜନ ପଚାରିବେ ଯେବେ ये तुम्हें तो आसिल मोर रघु काहि एबे हिक जाऊ ए जीवन हिक जाऊ ए जीवन एते बोली उच्च स्वरे करिबे महाराजा दिल्लीप कांदिबे गोटे बोली पुआजी इंद्र स्वर मारी ताकू मारदेला आउ ए जीवन रखी लाभ कोड लाभ खड ए आहा बापा कोन दिल्लीप बंचिबे ना तापर तुम माँ
ମାତା ସୁଦକ୍ଷିଣା ତୁମ୍ଭ ପଚାରିବ ରହି ତୁମ୍ଭେ ତ ଆସିଲ ମୋର ରଘୁ ଯେତେ ବୋଲି ଉଚ୍ଚ ସ୍ୱରେ জীবন হারিবে অশ্বমেধ অশ্বমেধ জ্ঞানরে বাপা মা যেতে আহুতি নিজକୁ ଦେଇଦେବେ ଇ ଅଯୋଧ୍ୟା ଆଜି ରାଜାଙ୍କୁ ହରେଇବ ରାଣୀଙ୍କୁ ହରେଇବ କେତେ ବଡ ବିପଦ ଅଯୋଧ୍ୟାକୁ ମାଡ଼ି ଆସିବ ପ୍ରଜାମାନେ ଏମିତି କ୍ରନ୍ଦନ କରୁଥିଲା ବେଳେ ବାପା ନନ୍ଦିନୀ ପୁଅକୁ ପାଖରୁ ପଳେଇଥିଲା ନନ୍ଦିନୀ ତାର ମୂତ୍ରଦାନ କରିସାରିଲା ପରେ ସେ ପଳେଇଥିଲା ଇଏ ପୁଅର ମରିବା ଖବର ନନ୍ଦିନୀ କିଛି ବାଟ ଯାଇଛି ତା କାନରେ ପଡ଼ିଲା ନନ୍ଦିନୀ ଜାଣିଲା ମୋ ପୁଅକୁ ଇନ୍ଦ୍ର ବଜ୍ର ମାରିଛି ହମ୍ବାରଡ଼ି ଦେଇ ନନ୍ଦିନୀ ଆସି ସେଠି ଧାର ଧାର ହୋଇ ତାହାର ନନ୍ଦିନୀ ଆସି ପୁନର୍ବାର ପହଞ୍ଚିଲା ଡାକିଲା ଦେବରାଜ ଦେବରାଜ ମୋ ପୁଅଟାକୁ ମାରିଦେଲୁ 12 ବର୍ଷର ପିଲା ନିଷ୍ପାପ ବାଳକଟା ସିଏ ତାକୁ ମାରିଦେଲୁ ଏତେ ବଡ଼ ଶାସ୍ତ୍ର ହେ ଦେବରାଜ ମୁଁ ତୋତେ ଅନୁନ ଭିନ୍ନ ପ୍ରାର୍ଥନା କରୁଛି ମୋ ପୁଅଟାକୁ ବଞ୍ଚେଇ ଦେ ଛୋଟ ପିଲାଟା କିଛି ଜାଣିନି ବାପାଙ୍କର ଦାୟିତ୍ୱ ସେ ନିର୍ବାହ କରୁଥିଲା ତାକୁ ବଞ୍ଚେଇ ଦେ ଆରେ ବଞ୍ଚେଇ ଦେ ବାରମ୍ବାର ଯେତେବେଳେ କହିଛନ୍ତି ସେଦିନ ନନ୍ଦିନୀ ଇଏ ଆଜ୍ଞା ପଦବୀ ମମତା ପା ପଦବୀ ମୋହିତ ଇନ୍ଦ୍ର ସେଦିନ ମନା କଲା କହିଲା ନା ମୁଁ ଯଦି ତାକୁ ବଞ୍ଚେଇବି ପୁନର୍ବାର ମୋ ସହିତ ଯୁଦ୍ଧ କରିବ ଯଜ୍ଞ ଅଶ୍ୱମେଧ ଦବନି ତେଣୁ ସେଟା ମରିଛି ଭଲ ହେଇଛି ତାହେଲେ ବାରମ୍ବାର ଆଜ୍ଞା କହିଛି ନନ୍ଦିନୀ ଇଏ ଇନ୍ଦ୍ର ବଞ୍ଚେଇଲାନି ରଘୁଙ୍କୁ ନନ୍ଦିନୀ କହିଲା ଏ ଇନ୍ଦ୍ର ତୁ ସିନା ବଞ୍ଚେଇବୁନି ମୋର ମଧ୍ୟ ଶକ୍ତି ଅଛି ମୁଁ ବଞ୍ଚେଇ ପାରିବି ଯେହେତୁ ସେ ସାରେ କାମଧେନୁ ଯାହା ଚାହିଁବ ସେ କରିଦେବ ନନ୍ଦିନୀ ବଞ୍ଚେଇଲା ଆପଣମାନେ ଦେଖିବେ ଆପଣଙ୍କ ଗାଁରେ ଯେଉଁ ଗାଈ ସବୁ ଅଛନ୍ତି ତାର ଯଦି ବାଛୁରୀଟା ଯଦି ଗୋଟେ ଖଣ୍ଡିଆ ଖାବରା ହେଇଗଲା ଆପଣ ଔଷଧ ଦିଅନ୍ତୁ ବା ନ ଦିଅନ୍ତୁ ସେ ଗାଈ ତାକୁ ଭଲ କରିଦେବ ଆଜ୍ଞା କେମିତି କରିଦେବନି ଚାଟି ଚାଟି ସେ କ୍ଷତ ବା ଖଣ୍ଡିଆ ଜାଗାଟାକୁ ଗାଈ ଚାଟି ଚାଟି ତା ଛୁଆର ସେ ଭଲ କରିଦିଏ ନାଇଁ ସାର୍ ନନ୍ଦିନୀ କହିଲା ହେ ରଘୁ ହେ ଇନ୍ଦ୍ର ଯଦି ମୋ ପୁଅକୁ ନ ବଞ୍ଚେଇବୁ ମୋର ଶକ୍ତି ସାମର୍ଥ୍ୟ ଅଛି ମୋ ପୁଅକୁ ବଞ୍ଚେଇ ଦେ ନନ୍ଦିନୀ ସାର୍ ସେଇଆ କଲା कि रघुंकर क्षत जगह को चाटिला जेहेतु काम धेनु नंदिनी सी लेहन करते रसोना धारू सुधा रघुंकर बक्ष गोटिंग लेहन कला चाटिला क्षत स्थान को नंदिनी लेहन करिबारु चाटिबारु तार सुधा रसनारू बोले जिहारू सुधा स्रविला सुधा बोले अमृत अमृत क्षरीला अमृत क्षरीबारू रघुंकर बक्षटा आज्ञा सुस्थ हो गला जीवन दान से पाइले अमृत वर्षणरू रघु जीवन दान पाइले रघु जिते बंचिकी ठिया हला नंदिनी डाकिला रघु रे ए इंद्र तोते मारिथला मु ताकू कहली तोते बंचेया पई से बंचेलानी एबे मु तो मा तोते निर्देश दउछि आदेश दउछि तू इंद्र सहित पुणी युद्ध कर ठीक अछि मां जेते थर से तोते मारिबो मां सेते थर मु बंचेबी ठीक अछि मां देखिबा से कोन करिवो बेस जोटे मां साहा हबो आज्ञा मां जोटे शक्ति दबो हबो ये संसार आ किए आज्ञा ताकू मारिबो नाही रे बापा हैं ना मां जतले पछरे ठिया हला बेस इंद्र आज्ञा प्रमाद गणिला हां कहला मु जेते थर तो मारिबी नंदिनी सेते थर बंचेइबो बंचेइबो तेबे या सहित युद्ध करिकि ता मु किछि लाभ होबनी ना कौन करी इंद्र सेठी प्रमाद गढ़ी गोटे बाट उपाय पांचिला कपट आचरण कला डाकिला हे रघु मु तो सहित युद्ध आउ करिबिनी तू भाबे मु पराजय मु पराजय स्वीकार करूछि अश्व देबिनी जदि तू मागिबू सातटा कथा तते देबी सातटा कथा देबी तमर शर्त रहिबो हाँ मु गोटे शर्त रखिबी सातटा कथा मागिले देबी ए सातटा कथा देबिनी तमे सातटा कथा दबोनी शर्त रख से सातटा कथा मते कह कह तू मागिबू जहा देबी हेले सातटा कथा छाड़िकी अच्छा कौन कहला से दिन आज्ञा इंद्र कहला को सातटा कथा छाड़िकी तू जहा मागिबू देबी यो कौन देबिनी
କହିଲା ନ ଦେବି ମୁଁ ଇନ୍ଦ୍ର ପଦ ନ ଦେବି ସ୍ୱର୍ଗ ସମ୍ପଦ ନନ୍ଦନ କାନନ ସୁଧା ଆଉ ଶଶୀ ନାରୀ ନ ମାଗିବ इंद्र कहला कहला रघु तू जहा मागिबू देबी ले सातटा कथा को छाड़ी कोन गोटे गोटे कह सातटा शर्त आग तो पाखे रहिबो आज्ञा से सात कथा कोन कोन इंद्र आगे से शर्त कथा कहतला को सात को देबिनी आउ सब देबी आज्ञा रघु कहला से सात कथा को कहि दियो मु जहा को मागिबिनी आगे से सातटा शर्त आग कह आज्ञा इंद्र कहिला न देबी मु इंद्र पद हां मु इंद्र पद देबिनी एक स्वर्ग संपद देबिनी दुई नंदन वन देबिनी तीन पारिजात फूल देबिनी चारि सुधा बोले अमृत देबिनी पांच सची बोले मो स्त्री सची की देबिनी छ आ ये यज्ञ अश्वटा को देबिनी ठीक अछि कारण यज्ञ अश्व पळेले तो पद पळेबो पद पळेले तो सब पळेला आज्ञा तेनु मूलटा हला सीए आज्ञा तेनु यज्ञ अश्व मध्य देबिनी अच्छा ये सात को छाड़ी हां तू जहा माकिबू देबी जहा मागी भी देबे अपन ये कथा सुनी कि देखंतु काहे कि रघुवंश हिच आज्ञा रघु केमिति योग्य पुओ देखंतु ये छोटिया कथा नुह रघुंकर कीर्ति देखंतु कोन गोटाए कीर्ति म कथा कहूँ सप्त कीर्ति भितर ये गोटाए कीर्ति आज्ञा रघु कहले हे देवराज ये सातटा कथा आपण देबेनी तो ना ना ताले सत्य करंतु मु सात छाड़ी कि जहा मागिबी आपण मते देबे ना हां ये सात को छाड़ी कि तू जहा मागिबू देबी कि इंद्र पद स्वर्ग संपद सची सुधा पारिजात फूल उच्च श्रवास्व ये सात को छाड़िला स्वर्ग रे कोन अछि तू सात को छाड़ी तू जहा मागिबू देबी अच्छा रघु सत्य करई देला काले सत्य कर ताले मागिबी मागी भी हो ये सात दरकार नाही आज्ञा इंद्र कहला आउ तो किछि नाही सत्यटा कर देला आज्ञा त्रिबार सत्य तले इंद्र कर देला हां रघु सेठी मागिला मागिले कौन मागिला हां बही कालिदासंकर रघुवंश महाकाव्य श्लोक रे मागिला हां बोला ओमोच्यम स्वजदि मनस्य प्रभु समाप्त विधि नैव कर्माणि अजस्त्र दीक्षा प्रात सद गुरु तोर शेष न फले न जुजियो ताहा मागिला रघु हे देवराज आपण सात शर्त रखिछन्ती सातटा जिनिस मते देबेनी देबेनी मोर दरकार नहीं से सात यज्ञ अश्व मते दरकार नहीं दरकार नहीं ये सब सात को पछरे पकई रघु कौन मागिले कोन आज्ञा अमोच्यमस्व जदि मनस्य प्रभु प्रभु हे प्रभु हे देवराज ये सात को छाड़ी मु जहा मागिबी आपण मते दियंतु ना कौन आउ अछि नबु ना मो बापा जो यज्ञटा को आरंभ करिछन्ती हैं आज्ञा से यज्ञटा आपण विधि पूर्वक पूर्णाहुति करि दियंतु देखंतु ततः समाप्ते विधि नैव कर्माणि कर्माणि कालिदास कहिले आज्ञा। मो बापांकर यज्ञटा पूर्णाहुति करि दियंतु आज्ञा यज्ञ पूर्णाहुति हबा माने सब गला गला नहीं कि सर हरथौ अश्वटा को धरि थाउ हां हैं किमिति योग्य प बुधिया प रघु देखंतु काहे कि रघुवंश होइछि सेति पई तले मागिला आज्ञा इंद्रकर बुद्धि गुडुमु आ हां इंद्र कला रघु किरे बापांकर यज्ञटा पूर्णाहुति हबा माने मो पदवी गला मु कोन पद मागिछि किरे तू सिना मागिनु बुलेई मके कि तो सेई कथा को आइलुनी यज्ञ पूर्णाहुति हबा माने पदवी गला हां तेनु तू जेतेले मु सत्य कर देछि हां इंद्र सत्य कला पर ही मागिछि आज्ञा जे तू सत्य कर देछि पदवी चाली गलानी आज्ञा जेतु देवता माने सत्य करती सत्य कला माने पदवी गलानी बोली धरिनंतु आज्ञा सेठे इंद्र आउ डेरी न करी हाथ को जोड़िला कहला रघु देवराज। तू छोट पिलाटा 12 वर्षर पिलाटा मु तोते हाथ जोड़ुछि मो पदवी मते फेरई दे इंद्र कथा सुनी रघु कहला देवराज आपण मते देला बेले 7टा शर्त रखिथिले मु गुटी शर्त रखुछि ना कोन ना मो अधीन रे जहा थिबो देबी अधीन रे जा नाइ नै देई परिबी देई परिबिनी ना तू अधीन रे पूरा अछि ना कोटा ना इंद्र पदटा मोठू तू हरण कलु यज्ञ पूर्णाहुति करकी ना आपण केड़े बोका क्यों इंद्र यज्ञ पूर्णाहुति बरटा मु आपन को मागिली हां यज्ञ पूर्णाहुति कहार हबो यज्ञ करूची किए मो अधिकार भितर हेटा अछि कि मो बापा करूछंती आज्ञा बापांकर होची अधिकार यज्ञ उपरे आज्ञा इंद्र हबो किए बापा बापा पदवी उपरे का अधिकार अछि
ବାପାଙ୍କର ଆଜ୍ଞା। ତେଣୁ ବାପାଙ୍କର ଅଧିକାର ଜିନିଷ ମୁଁ କ'ଣ ଦେବି? କେମିତି ଦେବି? ଆପଣ ଯଦି ଇନ୍ଦ୍ରପଦ ପାଇବା ପାଇଁ ଏତେ ବ୍ୟାକୁଳ ହଁ ଆପଣ ମୋ ବାପାଙ୍କୁ ମାଗୁନାହାନ୍ତି। ହଁ ବାପାକୁ ମାଗିଲେ ବାପା ଦେଇପାରନ୍ତି। ଆଜ୍ଞା ସେଦିନ ହଁ ଦେବରାଜ ଇନ୍ଦ୍ର ନିଜର ପଦବୀ ପାଇବା ପାଇଁ ଆଜ୍ଞା କହିଲା ହଁ ମୁଁ ଅଯୋଧ୍ୟା ଯିବି, ତୁମ ବାପା ମହାରାଜ ଦିଲ୍ଲୀପଙ୍କ ପାଖରେ ହାତ ଯୋଡ଼ିକି ମାଗିବି ମୁଁ ପଦବୀ। ଶେଷରେ ସେଇଆ ହେଲା। ରଘୁ କହିଲା ଦେବରାଜ ଯଦି ଆପଣ ଅଯୋଧ୍ୟା ଯିବେ ମୋ ବାପାଙ୍କୁ ମାଗିବେ ପଦବୀ, ତାହେଲେ ଗୋଟିଏ କଥା ନା କ'ଣ ନା ଅଯୋଧ୍ୟାକୁ ଆପଣ ଯେତେବେଳେ ଯିବେ ଅଯୋଧ୍ୟାର ରାଜମାର୍ଗରେ ଚାଲି ଚାଲି ଯିବେ, ହଁ ଟିକେ ସ୍ୱଦେହରେ ଯିବେ। ଅଯୋଧ୍ୟାର ପ୍ରଜାବର୍ଗ ଆପଣଙ୍କୁ ଟିକେ ସ୍ୱଚକ୍ଷୁରେ ଦର୍ଶନ କରିବେ, ବେଶ ଟିକେ ସମସ୍ତଙ୍କୁ ଦର୍ଶନ ଆପଣ ଦେବେ। କାହିଁକିନା ଆପଣ ଦେବତା, ମାନବମାନଙ୍କୁ ସେମିତି ଦର୍ଶନ ଦିଅନ୍ତିନି। କିନ୍ତୁ ମୋର ଆପଣଙ୍କ ପାଖରେ ପ୍ରାର୍ଥନା ମୁଁ ଅଯୋଧ୍ୟାର ନରନାରୀମାନେ ଆପଣଙ୍କୁ ଟିକେ ଦେଖିବେ। ଇନ୍ଦ୍ର ସେଥିରେ ରାଜି ହେଲା। ସେଥିରେ ସେଇଆ ହେଲା। ସେଇଠୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଯୋଧ୍ୟା। ଆଜ୍ଞା ସମସ୍ତେ ଯଜ୍ଞର ଗୋଟାଏ ଦିନ ମାତ୍ର ସରିଛି, ସମସ୍ତେ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଯୋଧ୍ୟା। ଆଜ୍ଞା ରାତିଟା ପାହିପେ ଆସୁଛି। ନନ୍ଦ ଭାଇନା କହିଥିଲେ ଗୋଟେ ବାଙ୍କା ଦାସଙ୍କର ଚୌପତିଟି ଗାଇଦେବା। ଆଜ୍ଞା ଆଜ୍ଞା ରାତିଟା ପାହିପେ ଆସୁଛି, ମାନେ ସମସ୍ତେ ଆସିକି ଅଯୋଧ୍ୟାରେ ପହଞ୍ଚନ୍ତି। ବେଶ କବି ବାଙ୍କା ଦାସ ଗୋଳବାଇ ଖୋର୍ଦ୍ଧା ଖୋର୍ଦ୍ଧା ଆଜ୍ଞା ପରେ ହଁ କଲା ପ୍ରାଣ ଧନ ହେ ଏ ଜୀବ ଧନ ହେ କର ଧରୁଛି କର ମେଲାଇ ପ୍ରାଣ ଧନ ହେ ଜୀବ ଧନ ହେ ଇଏ କର ଧରୁଛି କର ମେଲାଇ। ଗୋଟେ ନାୟକ ନାୟିକାର କଥୋପକଥନ ରାତି ପାହିବ। ଆଜ୍ଞା କଲା ପ୍ରଭାତ କାଳ ଆସି ଅର୍ଥ କରିବାକୁ ସମୟ ନାହିଁ। କଲା କାକର ହେଲା ବାତ କାକର ଚୁବେରୁତ କାକର ହେଲା ବାତ କାକର ଚୁବେରୁତ ଇଏ କାକର କର ଅସ୍ତ ହେଲେ ପ୍ରାଣ ଧନ ହେ ଜୀବ ଧନ ହେ କର ଧରୁଛି କର ମେଲାଇ। କାକର ହେଲା ବାତ କାକର ବୋଲେ ଥଣ୍ଡା ବାତ ବୋଲେ ପବନ, ଥଣ୍ଡା ପବନ ବୋଲେ ରାତି ପାହେ। ଆଜ୍ଞା ଏ କାକର କରସ୍ତ ହେଲେଣି। କାକର କର କାକର ବୋଲେ ଥଣ୍ଡା, କର ବୋଲେ କିରଣ, ଥଣ୍ଡା କିରଣ ହେଲା ଚନ୍ଦ୍ରଙ୍କର। ଚନ୍ଦ୍ର ଅସ୍ତ ହେଲେ ରାତି କଲା କମଳରେ କମଳ ଫୁଟିଲାଣି କମଳ କମଳରେ କମଳ ଫୁଟିଲେଣି କମଳ ଆରେ କମଳ ମୁଖୀ ସ୍ନାନେ କଲେଣି ପ୍ରାଣ ଧନ ହେ ଜୀବ ଧନ ହେ। ତେବେ ଆଜ୍ଞା। ରାତି ପାଇ ଆସିଛି। ହଁ। ଏପଟେ ଦେବତା ଦେବରାଜ ଇନ୍ଦ୍ର ଆଜ୍ଞା। ସମସ୍ତେ ଆଜ୍ଞା ଯେତେବେଳେ ଅଯୋଧ୍ୟାରେ ଆସି ପହଞ୍ଚିଲେ, ରଘୁ ଆଉ ଅଶ୍ୱରକ୍ଷକ ଅଶ୍ୱରକ୍ଷକ ସୈନ୍ୟମାନେ ବେଶ। ଯେତେବେଳେ ସମସ୍ତେ ଅଯୋଧ୍ୟାରେ ଯେତେବେଳେ ପହଞ୍ଚିଗଲେ, ଆଜ୍ଞା ସିଧା ଯାଇକି ଯଜ୍ଞସ୍ଥଳରେ ପହଞ୍ଚନ୍ତି। ହଁ। ଯଜ୍ଞସ୍ଥଳରେ ପହଞ୍ଚିକି ଦେବରାଜ ଇନ୍ଦ୍ରଙ୍କର ତାଉ ପଦବୀ ନାହିଁ ନା, ସାର୍ ପଦବୀ ଚାଲି ଯାଇଛି। ଆଜ୍ଞା ତେଣୁ ଯେଉଁ ମୁକୁଟଟା ପିନ୍ଧିଥିଲେ ସିଧା ଗଲେ ସେପଟେ ଆଜ୍ଞା ଯଜ୍ଞସ୍ଥଳରେ ପହଞ୍ଚିଲା ବେଳକୁ ଦେବରାଜ ଇନ୍ଦ୍ରଙ୍କର ନାଁରେ ସେତିକି ଆହୁତି ଦିଆ ଚାଲିଛି। ହଁ ଯଜ୍ଞ ଚାଲିଛି ନା, ଆଜ୍ଞା ଆହୁତି ଦିଆ ଚାଲିଛି। ଓମ୍ ଇନ୍ଦ୍ରାୟ ସ୍ୱାହା ଇଦଂ ରହ। ଇନ୍ଦ୍ରଙ୍କର ଆହୁତି ଦେଲା ବେଳକୁ ଆଜ୍ଞା ନିଜେ ଇନ୍ଦ୍ର ଯାଇକି ଠିଆ ହେଲାଣି। ଇନ୍ଦ୍ର ଆଉ ଡେରି ନ କରି ବେଶ ପଦବୀ ତ ନାହିଁ, ମୁକୁଟ କାଢ଼ିଲେ ମହାରାଜା ଦିଲ୍ଲୀପଙ୍କ ମଥାରେ ପିନ୍ଧେଇଲେ। ବେଶ ପଦବୀ ଚାଲିଯାଇଛି ନା, ଆଉ ରଖିବେ କାହିଁକି? ହେଲେ ମୁକୁଟ କାଢ଼ିକି ପିନ୍ଧେଇ ଦେଲେ ମହାରାଜା ଦିଲ୍ଲୀପଙ୍କ ମଥାରେ। ଆଜ୍ଞା କଳା ହରଣ ହେଇଗଲା। ଦେବରାଜ ଇନ୍ଦ୍ର ସେଠି ଚେତନା ହାତ ହେଇକି ପଡ଼ିଲେ। ପଡ଼ିଲି ତାଙ୍କର ଯେଉଁ କଳାଟା ଥିଲା ସେଟା ହରଣ ହେଇଗଲା। ଆଜ୍ଞା ମହାରାଜ ଦିଲ୍ଲୀପ ବର୍ତ୍ତମାନ ମୁକୁଟ ପିନ୍ଧିଲେ, ଇନ୍ଦ୍ର ହେଲେ। ମୁକୁଟ ପିନ୍ଧିଲା ମାନେ ଇନ୍ଦ୍ର ହେଇଗଲେ। ଆଜ୍ଞା ଯେତେବେଳେ ଇନ୍ଦ୍ର ହେଲେ ରଘୁକୁ ପଚାରିଲେ, କହିଲେ ପୁଅ ରଘୁ ବାପା ଘଟଣା କ'ଣ? ଗୋଟାଏ ଦିନ ମାତ୍ର ଯଜ୍ଞ ହେଇଛି, ଗୋଟାଏ ଦିନରେ ଇନ୍ଦ୍ର ଆସି ମୋତେ ଇନ୍ଦ୍ରପଦ ଦେଲାଣି, ଘଟଣା କ'ଣ? ସବୁ କଥା ଆଜ୍ଞା ରଘୁ ବାପାଙ୍କ ଆଗରେ କହିଲା। ବେଶ ସବୁ କଥା ଶୁଣି ସାରିଲା ପରେ ଆଜ୍ଞା ଦେଖନ୍ତୁ, ଯୋଉ ପୁଅ ଗୋଟାଏ ଦିନରେ ବାପାକୁ ଇନ୍ଦ୍ର କରିପାରେ, ପାରେ ସାମାନ୍ୟ ପୁଅ ସେ? ନା ହେଁ ନା ସେଦିନ ମହାରାଜା ଦିଲ୍ଲୀପ ଆଜ୍ଞା ଇନ୍ଦ୍ର ହେଇସାରିଲା ପରେ କହିଲେ, ଏ ପଦବୀ ପାଇଁ ଯୋଉ ଇନ୍ଦ୍ର ଆସିକି ମୋ ପାଦ ତଳେ ଅଚେତ ଅବସ୍ଥାରେ ପଡ଼ିଛି, ପଡ଼ିଛି କାହିଁକି ତାକୁ ତୁଚ୍ଛାଟାରେ ମାରିବି? ମୋର ପଦବୀ ଦରକାର ଥିଲା, ଇନ୍ଦ୍ର ହେବାର ସ୍ୱପ୍ନ ଥିଲା, ଆକାଂକ୍ଷା ଥିଲା, ଆଜି ଇନ୍ଦ୍ର ହେଇଗଲି, ଆଜ୍ଞା ତା ପଦବୀ ତାକୁ ଫେରେଇ ଦେବି। ମହାରାଜା ଦିଲ୍ଲୀପ କେତେ ବଡ଼ ଦେଖନ୍ତୁ, ହେଁ ମହାନୁଭବ ରାଜା। ସାଙ୍ଗେ ସାଙ୍ଗେ ପୁନର୍ବାର ମୁକୁଟ ଖୋଲିଲେ, କହିଲେ ମୋର ଇନ୍ଦ୍ର ହେବାର ଥିଲା, ହେଇଗଲି, ଆଜ୍ଞା କାହିଁ ତାକୁ ମାରିବି? ମୁକୁଟ କାଢ଼ିଲେ, ସେ ଇନ୍ଦ୍ରକୁ ପୁଣି ସ୍ପର୍ଶ କରିଦେଲେ। ବେଶ ସ୍ପର୍ଶ କରିବାରୁ ଆଜ୍ଞା ଇନ୍ଦ୍ର ଆଜ୍ଞା ଚେତନା ପାଇକି ଠିଆ ହେଲା। ରାଜା ଦିଲ୍ଲୀପଙ୍କ ପାଖରେ ହାତ ଯୋଡ଼ିକି ଠିଆ ହେଲା। ସେଦିନ ମହାରାଜ ଇନ୍ଦ୍ର କହିଲା ହେ ମହାରାଜା ଦିଲ୍ଲୀପ,
आज तुम ये जो योग्य पुओ रघु ये रघु पाई तुम आज इंद्र हेल पुणी एत बड़ पदवी पाई मत तुम्हें फेरई देल तुम भली राजा ए विश्व विरल तुम्हें जहाँ आज ये कथा कल जहाँ इंद्र हेल सी हूँ तुम योग्य पुओ रघु तेणु ये रघुंकर जो अभिषेक पर्व से जो राजा हे जो अभिषेक मु निजे करी मो हाथ में करी से दिन देवराज इंद्र रघुंकर अभिषेक पर्व में जोग दे सारापर रघुंकर अभिषेक पर्व निजे करेले निज हाथ में कर सारापर वज्र निघोष कंठरे देवराज इंद्र घोषणा करदे जे आज ठारू ये पवित्र वंश जे गोटाए दिन रे बापा को इंद्र करदेला तेणु आज ठारू ये पवित्र वंशर नाटा सूर्य वंश लोप पाई ये पुओ ना नामित हम या ना रघु आज ठारू ये वंशटा रघु वंश हम तेणु से दिन रघुवंशटा ना ये रघुंकर सप्तकीर्ति भितर गोटाए कीर्ति आउ गोटे कथा गायक माने कहती हुए तो से कथाटा ये लगनी कि भिड़ी भाड़ी लगाती रघु राजा कथा द्वितीय कीर्ति हिसाब से जो रघु राजा है से गोटे ओडिया नाटक कि कालिदासंकर रघुवंश महाकाव्य आउ कौन कीर्ति अच्छी सी अलग कथा किंतु गायक माने गोटे रघु राजा नाटक करती 360 राणी रघु कले दान दक्षिणा स्वरूप देले अयोध्या भुवन निजे कड़े सूर्य आसिले जे मो ना रे मो वंशटा काटी देकी मो नाटा ये रघु ना रे हबो से रघु केमितिका राजा मुझे परीक्षा करी निजे ब्राह्मण विषय कड़े आसी परीक्षा करने मागी सब इत्यादि कथा आपण मैंने एक रघु राजा नाटक किंतु ये नाटकटा गोटे काल्पनिक यहाँ रघुवंश भितर ना ये देले शेष राजा महा रघु कड़े जीतिले ब्राह्मणर मृत्यु है इत्यादि कथा आपण मैंने शुणी तेज जहाँ रघुंकर सप्तकीर्ति भितर मु आपण मान गोटे बलिष्ठ कीर्ति उपस्थापन कली रघुवंश महाकाव्य कालिदासंकर लेखा तेज कथाटी रहा एति जहाँ सुरुखुरु 4 दिन पाला होगला उत्तम अनुष्ठान गजानन पूजा कमिटीर जिते सब भाई मैंने मोर अच्छा कर्मकर्ता मैंने अच्छा उत्तम व्यवहार उत्तम आतिथ्यता कौन किसी कम ना 4 दिन केमिति कटिगला आम ता जापारूनी गोटे गोटे जगार गोटाए घंटा बा गोटाए दिन आमको गोटाए मास भली लगे एत बोरिंग लगे कि एत आनंद मन कटिगला ता कहवा बाहर तेज जहाँ आपण मानकर स्नेह श्रद्धा आपण मानकर भल पाइबा ये अधम प्रति आज्ञा थाऊ या दुई दर कलाकार मान भर जदि आमर कथार व्यवहार रे आपण मान पाखे जदि किसी त्रुटि थाए बा आपण मानक जदि किसी बाधि थाए कथा कहबार हो व्यवहार हो तेणु आपण मैंने महान गुण महानुभव आम 12 जन कलाकार को आपण मैंने क्षमा करंतु तेज एतिक हूँ प्रार्थना तेज अनुष्ठान उत्तरोत्तर उन्नति करंतु महाप्रभु सत्यनारायण गजानन महाप्रभु सर्वे बोल आनंदिक बारी बोला हाँ अरे मूढ़ मन एणिकियना ओना रे ओना एणिकियना मुमु कही मोर मोर गाई मुमु कही मोर मोर गाई घाटी हे पाप करे सीना एणिकियना अरे मूढ़ जगन्नाथ नीलाचल मुद्रा आउ अनंत नाग ऊपर प्रभु जार जोग निद्रा जीवा बेले दिन आज लगाऊ अच्छी अली उच्च स्वरे हरि बोल देवे राम ताली ये प्रभु दरबार परा पड़िब बोल दिन जन संरक्षण महाबाहु संपूर्ण सागर प्रभु दरबारे बड़ करी हरि बोल हुल हुली राम ताली दियो ये विश्वर समस्त दुख दूर हे